नारायण नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जय श्री कृष्ण प्रभु नित्यानंद श्री अद्वैत राधा शिवासादि गौर हरे कृष्ण हरे कृष्ण 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 हरे 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 राम 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 हरे कृष्ण सर्वधर्म निरूपाद तत्व नित्यानंद विष्णुपाद अष्टोत्तर शतशिष्य भक्ति वैभव गोस्वामी महाराज का अशोक प्रचरण एहापरे जरासंधर मथुरा आक्रमण झील दीटा विधवा हेबा देखी असहिष्णु क्रोधी जरासंध पृथ्वी की जादव शून्य करिया पई 23 अक्षहुणी सैन्य धरी मथुरा अवरोध कला 46 लक्ष वर्तमान ये तो आ ब्रजभूमि नाई जे हाथ गोड़े मुहरे नातरे मारिकी मारिया एथर क्षतिर नीति युद्ध हुआ कह तेणु बैकुंठरू दुई भाईंकर रथ अस्त्र शस्त्र सब ऊपर उड़ेला तालध्वज रथ नंदीघोष चक्र धनु गदा मुसल सब ऊपर आइला दुई रथरे दुई भाई चढ़ी युद्ध करिया को बाहर जादव सैन्य आउ जरासंधर सैन्य एपरी तुमूल युद्ध है जरासंध को हाथ में पाई मध्य भगवान मारती नहीं केही मध्य ताको कहीं एक तो तार मृत्यु रही अन्य हाथ में द्वितीयतः ताको मारदेले कथा सरीज ता हाथ में जी सैन्य हो पार सबू मारिला पर शेष को मरा हम कहीं भार हरण कराहब सी पृथ्वी जाइए ब्रह्मा को भार हरण करिया लोड होचे असुर मारिया हम से 23 अक्षहुणी 46 लक्ष मले एकुटिया लंडा होकर घर गला तापर आउ थे समस्ते प्ररोचना देले आए आउ थे जा आउ थे 23 लक्ष आणला एमती 17 थर आणला प्राय 6 कोटी सैन्य मराहला तार ताकू छाड़ी 6 कोटी सैन्य मारिकी सी पुणी 18 थर पर सैन्य जोगाड़ करुच्ची ये समय काल जमन नारद मुखर शुणिकी वासुदेव सहित युद्ध करिया को आइला 3 कोटी मिलेच्छ सैन्य धरिकी आसला इतिमध्य अनेक वर्ष बीतिलानी मथुरा को बारंबार आक्रमणर सरव्य होची तेणु वर्तमान गोटे निकांचन लुकायित गोपनीय जगार आम रही हम सी भावी समुद्र को 90 वर्ग माइल जगह भिक्षा कले भगवान समुद्र 90 वर्ग माइल पछकू हटिला से द्वारकापुरी निर्माण है गोटे राति 9 लक्ष प्रसाद है विश्वकर्मा आसिक गोटे राति 9 लक्ष अट्टालिका तैयारी कले राताराति निद्रित अवस्था मथुरावासी को सी द्वारका पठाइदेले तापर सकाळू काल जमन आसिला मथुरा दुर्ग खाली सब पलि द्वारका तेणु ये दी भाई मथुरा बाहरिकी दौड़िले जो श्रीकृष्ण को देखला चतुर्भुज होकर जाऊँ या का वासुदेव भाविकी पछरे गोड़ेला गोड़े गोड़े गला केते दूर जीव जाई
ସେ ଛୁଇଁବାକୁ ହାତ ପାହାନ୍ତାରେ ଯାଉଛି କିନ୍ତୁ ପାରୁନି। ତାର କର୍ମକ୍ଷୟ ହେଇନି। ଭଗବାନଙ୍କୁ ସ୍ପର୍ଶ କରିବାଟା କି ସହଜ କଥା। ଯଶୋଦା ଗୋଡ଼େଇ ଗୋଡ଼େଇ ଧରିଲେ, କିନ୍ତୁ ଇଏ କେତେ ବଳବାନ ହେଲେ ଧରି ପାରୁନି। ପାଖକୁ ଆସୁଛନ୍ତି, ହାତ ପାହାନ୍ତକୁ ଧରା ପଡ଼ିଦେଲା ଭଳିଆ ଆଉଥରେ ଦୂରକୁ ପଳାଉଛନ୍ତି। ପାଖକୁ ଆଉଛନ୍ତି, ଆଉଥରେ ଦୂରକୁ ପଳାଉଛନ୍ତି। କାହିଁକି? ନହେଲେ ସେ ରହିଯିବ, ଯିବନି ଆଉ। ତାକୁ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନ ପର୍ଯ୍ୟନ୍ତ ନେବାକୁ ତାଙ୍କର ଇଚ୍ଛା। ହେଲେ ଦୂରକୁ ଦୂରକୁ ଯଦି ସେ ପଳେଇବେ ବୋଲେ ଇଏ ଅଧା ବାଟରେ ରହିଯିବ, ଆଉ ଯିବନି। ତେଣୁ ଧରା ଦେଲା ଭଳିଆ ପାଖକୁ ଆଉଛନ୍ତି, ଖାଲି ଆଶା ଦେଖେଇକିରି ତାକୁ ପାଖକୁ ଦୂରକୁ ଛୁଇଁଲା ଭଳିଆ, ପଳେଇଲା ଭଳିଆ, ଏମିତି ହେଇ 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 ତାକୁ ନେଇଗଲେ ଗୋଟେ ଗୁମ୍ଫା ପର୍ଯ୍ୟନ୍ତ। ସେଇଠି ମୁଚୁକୁନ୍ଦ ନାମରେ ଜଣେ କୃଷ୍ଣ ଭକ୍ତ ରଜା ଦୀର୍ଘ କାଳରୁ ନିଦ୍ରା ଯାଇଥିଲେ। ବହୁ ଯୁଗ ବିତିଗଲାଣି। ସ୍ୱର୍ଗକୁ ଯାଇଥିଲେ ଦେବତାଙ୍କ ପାଇଁ ଅସୁର ବିରୁଦ୍ଧରେ ଯୁଦ୍ଧ କରିବାକୁ। ଯୁଦ୍ଧରେ ଅସୁରମାନଙ୍କୁ ହରେଇ ଦେବତାଙ୍କୁ ଜିତେଇଲେ। ତେଣୁ ଦେବତାମାନେ ଚାହିଁଲେ କିଛି ବର ନେବା ପାଇଁ। ତେଣୁ ସେ ଚାହିଁଲେ ମୁଁ କ୍ଳାନ୍ତ ହୋଇଯାଇଛି, ନିଦ୍ରା ଯିବି, ଯିଏ ଉଠେଇବ ସିଏ ମରିବ। ସେଥିପାଇଁ ବର ମାଗି ଯାଇକିରି ଶୋଇଲେ ସେ ଗୁମ୍ଫାରେ, ଅସ୍ତ୍ର ଶସ୍ତ୍ର ସବୁ ରଖିକିରି। ସେ ଭିତରେ ଯାଇକିରି କୃଷ୍ଣ ପ୍ରବେଶ କରି ଲୁଚିକିରି ରହିଲେ। ଇଏ ସେ ଭିତରକୁ ଗଲା। ଇଏ କିଏ ଶୋଇଛନ୍ତି, କୃଷ୍ଣ ଶୋଇଛନ୍ତି ଭାବିକିରି ଗୋଟେ ନାତ ପ୍ରହାର କଲା। ସେ ଲୋକ ଉଠିଲା, କିଏ ନାତ ମାରିଲା ବୋଲି ଆକୁ ଅନେଇ ଦେଲା ବେଳକୁ ଏ ଗଦାଟେ ପାଉଁଶ ହେଇଗଲା। ସେ ଟ୍ରିକଟା କୃଷ୍ଣ ଜାଣନ୍ତି, ତା ଦ୍ୱାରା ମରିଲେ। କାହିଁକି? ଆଙ୍କ ଦ୍ୱାରା ମରିବା ପାଇଁ ତାର ସୁକୃତି ନାହିଁ। ହେଲେ ତାପରେ ମୁଚୁକୁନ୍ଦ ଆସିଲେ, ଭଗବାନଙ୍କର ପରିଚୟ ହେଲା, ତାଙ୍କୁ ସ୍ତବ କଲେ, ବାହାରିଲେ। ସବୁ ବାହାରିଲା ବେଳକୁ ଦେଖିଲେଣି କେତେ ଯୁଗ ପଳେଇଛି, ଶୋଇଛନ୍ତି ସେଇଠି। ବାହାରିଲା ବେଳକୁ ସବୁ ଲୋକମାନେ, ଛୋଟ ଛୋଟ ବୃକ୍ଷଲତା, ଛୋଟ ଛୋଟ ପଶୁ ପକ୍ଷୀ ସବୁ ଟିକି ଟିକି ଦିଶୁଛନ୍ତି। ଆରେ କଳି ଯୁଗ ଆସିଲାଣି ବୋଲି ସେ ବାହାରିକିରି ପଳେଇଲେ। ସେ ବାହାରିକିରି ପଳେଇକିରି ସେ ମାନସ ସରୋବର ଆଡ଼େ ସେଆଡ଼େ ତପସ୍ୟା କରିବେ। ଆସନ୍ତା ଜନ୍ମରେ ସେ ବ୍ରାହ୍ମଣ ଜନ୍ମ ପାଇବେ, ତାପରେ ଉଦ୍ଧାର ପାଇବେ। ତାଙ୍କୁ ସେତିକି କୁହାହେଇଛି। କାଳ ଯମନ ମରିବା ପରେ ସେଇଠୁ ଜରାସନ୍ଧ ଆଇଲା, 1812 ସୈନ୍ୟବାହିନୀ ଆଉଥରେ ଧରିକିରି। ହେଲେ ଏମାନେ ଦୌଡ଼ି ଦୌଡ଼ି ଗଲେ। ଗୋଟେ ପର୍ବତ ଅଛି, ପ୍ରବର୍ଷଣ ପର୍ବତ। ସେ ପର୍ବତ ଉପରେ ଇନ୍ଦ୍ର ବର୍ଷ ସାରା ବୃଷ୍ଟି କରେ। ସେ ପର୍ବତ ଉପରକୁ ଦି ଭାଇ ଚଢ଼ିଲେ। 88 ମାଇଲ ଉଚ୍ଚ ସେ ପର୍ବତ। ଇଏ କ'ଣ କଲା, ଚାରିପଟେ ସବୁ କାଠ ଆଣିକିରି ଲଗେଇକିରି ପର୍ବତ ଚାରିପଟେ ନିଆଁ ଲଗେଇଲା ତାଙ୍କୁ ମାରିବା ପାଇଁ ବୋଲି। ସେ ନିଆଁ ଲଗେଇଲା ବେଳକୁ ସେ ପାହାଡ଼ ଉପରୁ ଦି ଭାଇ ତଳକୁ ଡେଇଁଲେ। ଡେଇଁ 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 ପଳେଇଲେ, ଆଉ ଯୁଦ୍ଧ କଲେ ନାହିଁ 18 ଥର। ତେଣୁ ଜରାସନ୍ଧ ତାକୁ ରଣଚୋର, କାପୁରୁଷ, ଭୀରୁ, ଯୁଦ୍ଧକୁ ଡରିକିରି ଗଲୁ ବୋଲି କହିକି ରହିଗଲା। ସେଇଠୁ ମଥୁରା ଲୀଳା ଶେଷ, ଦ୍ୱାରକା ଲୀଳା ଆରମ୍ଭ। ଭଗବାନ ସବୁବେଳେ ଶକ୍ତି ସହ ଉପାସିତ ହୁଅନ୍ତି। ଭଗବାନ ଏକୁଟିଆ ଉପାସିତ ହୁଅନ୍ତି ନାହିଁ। ଶକ୍ତି କହିଲେ ଶକ୍ତି ମାନେ ତାଙ୍କର ପତ୍ନୀ, ଏଇଠି ଗୋପୀମାନଙ୍କ ସହିତ। କିନ୍ତୁ ମଥୁରାରେ ଏକୁଟିଆ ଭଗବାନ। ମଥୁରାରେ କିଏ ଶକ୍ତି ନାହିଁ। ଆଉ ବ୍ରହ୍ମାଣ୍ଡ କି ବୈକୁଣ୍ଠ କୌଣସି ଜାଗାରେ ଭଗବାନ ଏକୁଟିଆ ପୂଜା ପାଆନ୍ତି ନାହିଁ। ଯଦିଓ ଏଇଠି ଶକ୍ତିମାନେ ଥିଲେ, ଅମୂର୍ତ୍ତ ଅବସ୍ଥାରେ ଥିଲେ, ଅପ୍ରକାଶିତ ଅବସ୍ଥାରେ ଥିଲେ। ସେମାନେ ସବୁ ଦ୍ୱାରକାରେ ପ୍ରକାଶିତ ହେଲେ। ଅର୍ଥାତ୍ ଦ୍ୱାରକାରେ ଦୁଇ ଭାଇ ଭଉଣୀ, ପୁଅ ନାତି ସମସ୍ତଙ୍କର ବିବାହ ଲୀଳା ହେଲା। ସମସ୍ତଙ୍କର ଗୃହସ୍ଥ ଆଶ୍ରମ ଦ୍ୱାରକାରେ ହିଁ ହେଲା। ପ୍ରଥମେ ବଳଦେବଙ୍କର ବିବାହ। ବହୁ କାଳ ପୂର୍ବେ, ମାନେ ଏ ମନନ୍ତରର ପ୍ରଥମ ସତ୍ୟ ଯୁଗରେ କକୁଦ୍ମୀ ନାମରେ ଜଣେ ରାଜା ଥିଲେ।
କକୁଦ୍ମୀ ତାଙ୍କର ଗୋଟିଏ ଝିଅ ଥିଲା ରେବତୀ। ସେ ଝିଅଟା ପାଇଁ ବରପାତ୍ର ଖୋଜୁ ଖୋଜୁ ସିଏ ପୃଥିବୀ ସାରା ବୁଲିଲେ, କୋଉଠି ମଧ୍ୟ ବରପାତ୍ର ମିଳିଲା ନାହିଁ। ହେଲେ ଖୋଜି ଖୋଜି ଚାରିଆଡ଼େ ଗଲେ, କ'ଣ କରିବା, କିଏ ତାର ବରପାତ୍ର? ବ୍ରହ୍ମାଙ୍କ ପାଖକୁ ଗଲେ। ବ୍ରହ୍ମାଙ୍କର ଟିକେ ନାଚ ଗୀତ ଲାଗିଛି। ନାଚ ଗୀତ ଲାଗିଥିଲେ ସେ ଟିକେ ଜଗିଲେ, ଦେଖା କଲେ, ପଚାରିଲେ କୁଆଡ଼େ ଆଇଛ? ନା ମୋ ଝିଅର ବରପାତ୍ର କୋଉଠି? ଆପଣ ତ ସୃଷ୍ଟିକର୍ତ୍ତା। ଆଉ ସେବେ କ'ଣ ହେ 27 ଚତୁର୍ଯୁଗ ଗଲାଣି, ଆଉ ତମର କିଏ ଅଛି? ତମର ବଂଶ ନାହିଁ, ପରମ୍ପରା ନାହିଁ, ଚିହ୍ନ ବର୍ଣ୍ଣ କିଛି ନାହିଁ, କୋଟି କୋଟି ବର୍ଷ ବିତିଗଲାଣି। ଇତିମଧ୍ୟରେ ତମେ ଯାଇକିରି ବଳଦେବ ଭଗବାନ ଜନ୍ମ ହୋଇଛନ୍ତି ଦ୍ୱାରକାରେ, ତାଙ୍କୁ ଦେଇଦିଅ ଏ ଝିଅଟାକୁ, ସିଏ ତାର ପତି। ଏବେ କେତେ ଚାଲୁଛି? 28 ଚତୁର୍ଯୁଗ। ସିଏ ପ୍ରଥମ ଚତୁର୍ଯୁଗରେ ଯାଇଥିଲେ। ଏ ଭିତରେ 27 ଚତୁର୍ଯୁଗ ପଡ଼ିଲାଣି। 28 ଦ୍ୱାପର, ଇଏ 28 କଳି। ଆସିଲା ବେଳକୁ ଦ୍ୱାପର ଶେଷ ସମୟ। ସେ ମୁଚୁକୁନ୍ଦ ଯେମିତି ଦେଖିଲେ ସବୁ ଟିକି ଟିକି ଲୋକ, ଏମାନେ ସେମିତି ସବୁ ଦେଖିଲେ ଟିକି ଟିକି ଲୋକ। ସେଗୁଡ଼ାକ ସବୁ ସତ୍ୟ ଯୁଗର ଲୋକ। 21 ହାତ, ଏଗୁଡ଼ାକ 21 ହାତ ଉଚ୍ଚତା। ସେ ବାପା ଝିଅ ଯେତେବେଳେ ଆଇଲେ, ସେ ଦ୍ୱାରକାରେ ମଧ୍ୟ ସମସ୍ତେ କହିଲେ, କ'ଣ ଏଗୁଡ଼ାକ ତାଳ ଗଛ ଭଳିଆ ଏଡ଼େ ଏଡ଼େ ଲୋକ? ଏ ବାପା ଝିଅ କିଏ ଦିଟା ଆଇଲେ, ତାଳ ଗଛ ଭଳିଆ ଉଚ୍ଚ। ଦ୍ୱାପର ଲୋକ ସବୁ 7 ହାତ। ସେଇଠୁ ଯାଇକିରି ବଳଦେବଙ୍କୁ ଜଣେଇଲେ। ଜଣେଇବାରୁ ବଳଦେବ ତାପରେ ବିବାହ କଲେ। ବୁଝିଲା ବେଳକୁ ବର 7 ହାତ, କନ୍ୟା 21 ହାତ, 3 ଗୁଣ କନ୍ୟା ବଡ଼। କନ୍ୟାଟା ସିନା ସାନ ହେଲେ ସୁନ୍ଦର ହବ। ସେଇଠୁ ଲଙ୍ଗଳ ତା କାନ୍ଧରେ ପକେଇକିରି ତାକୁ ଚାପିକିରି 7 ହାତ କଲେ, ତଳକୁ ଖସେଇଲେ। ଏହିପରି ଭାବରେ ବଳଦେବଙ୍କର ବିବାହ ହେଲା। ତାପରେ ବାରୁଣୀକି ବିବାହ କଲେ, କିନ୍ତୁ ବଳଦେବଙ୍କର କୌଣସି ସନ୍ତାନ ନାହିଁ। ଭାଗବତରେ କୌଣସି ସନ୍ତାନ ନାହିଁ। ହରିବଂଶରେ ତାଙ୍କର 4ଟା ପୁଅ ବର୍ଣ୍ଣନା ହେଇଛି, କିନ୍ତୁ ନିଃସନ୍ତାନ ବଳଦେବ। ତାପରେ କୃଷ୍ଣଙ୍କର ବିବାହ। ବିଦର୍ଭ ଦେଶର ରାଜଧାନୀ କୁଣ୍ଡିନପୁର। ବିଦର୍ଭ ହେଉଛି ଆଧୁନିକ ମହାରାଷ୍ଟ୍ର। ସେ କୁଣ୍ଡିନପୁରରେ ରାଜା ଥାଆନ୍ତି ଭୀଷ୍ମକ। ତାଙ୍କର 5ଟା ପୁଅ, ଗୋଟିଏ ଝିଅ। ରୁକ୍ମୀ, ରୁକ୍ମବତୀ, ରୁକ୍ମବାହୁ, ଏହିପରି 5ଟି ପୁଅ, ଗୋଟିଏ ଝିଅ। ଝିଅଟି ସାନ। ଝିଅଟି ନା ରୁକ୍ମିଣୀ। ଇଏ ରୁକ୍ମିଣୀ ତାଙ୍କର ଦରବାରକୁ, ପିତାଙ୍କର ପ୍ରାସାଦକୁ ଯେତେ ସାଧୁ ସନ୍ଥ, ମୁନି ଋଷି ସବୁ ଆସନ୍ତି, ତାଙ୍କ ମୁଖରୁ କୃଷ୍ଣ କଥା ଶ୍ରବଣ କରି କରି, କୃଷ୍ଣ ଲୀଳା ଶ୍ରବଣ କରି କରି କୃଷ୍ଣଙ୍କୁ ପତି ରୂପେ ବରଣ କରିବା ପାଇଁ ବାଲ୍ୟକାଳରୁ ଚିନ୍ତା କରିଛନ୍ତି, କୃଷ୍ଣଙ୍କୁ ପ୍ରାପ୍ତି କରିବେ ବୋଲି। ତାପରେ ଯେତେବେଳେ ବୟସ ହେଲା, ଯୌବନରେ ପହଞ୍ଚିଲେ, ରାଜା ସ୍ୱୟଂବର ଆୟୋଜନ କଲେ। ସେତେବେଳେ ରୁକ୍ମିଣୀ ନିଜ ମନର ଅଭିପ୍ରାୟ ଜଣେଇଲେ ଯେ ମୁଁ କୃଷ୍ଣଙ୍କୁ ବିବାହ କରିବି। ରାଜା କହିଲେ ହଉ, ଭଲ କଥା, କରିବା। କିନ୍ତୁ କୃଷ୍ଣ ଦ୍ରୋହୀ ବଡ଼ ପୁଅ ରୁକ୍ମୀ କହିଲା, ନାଇଁ, କୃଷ୍ଣଙ୍କୁ ବିବାହ କରିବାକୁ ହବନି। ତାର କ'ଣ ରାଜ୍ୟ ଅଛି ନା କ'ଣ ଅଛି ତାର? ସେ ତାକୁ ବିବାହ କରିବାକୁ ହବନି। ମୋର ବନ୍ଧୁ ଶିଶୁପାଳ, ଦମଘୋଷ ପୁତ୍ର ଚେଦିରାଜର ଶିଶୁପାଳ, ତାକୁ ବିବାହ କରେଇଲେ ସେ ରାଜ୍ୟରେ ରାଣୀ ହେଇକିରି ରହିବ। ଆଉ ସେଇ ଗୋଟେ କ'ଣ ଚୋର ଭଳିଆ ସବୁ ଲୁଚିକିରି ରହିଛନ୍ତି ଦ୍ୱାରକାରେ, ଜରାସନ୍ଧ କବଳରୁ। ସମୁଦ୍ରବାସ, ଅଶାସ୍ତ୍ରୀୟ,
ଏମିତି ସବୁ କହିଲା। କହିବାରୁ ଆଉ ବଡ଼ ପୁଅ ତ କହୁଛି ଭେଣ୍ଡିଆ ପୁଅ, ବାପା ଆଉ କିଛି କହିପାରିଲାନି, ରାଜି ହେଇଗଲା। ହେଲେ ଇଏ ସବୁ ଘଟଣା ଦେଖିବାରୁ ରୁକ୍ମିଣୀକି ଭାରି ଦୁଃଖ ଲାଗିଲା। ସେ ବଡ଼ ଦୁଃଖରେ ଭାଙ୍ଗି ପଡ଼ିଲେ। ନାଇଁ, କୃଷ୍ଣ କଥା ପାଇଁ ଭାଙ୍ଗି ପଡ଼ିଲେ ହବ ନାହିଁ। ତେଣୁ ଗୋଟେ କ'ଣ ହେଲେ ବିଚାର କରିବାକୁ ହବ, ଉପାୟ କରିବାକୁ ହବ। ବାକି ଭାଙ୍ଗିଲେ ହବ କି? କୃଷ୍ଣ ପ୍ରାପ୍ତି ପାଇଁ ଏତେ ପଛୁଆ ଦେଲେ ହବନି। ତେଣୁ ସେ ଗୋଟେ ତାଙ୍କର ପ୍ରିୟ ବ୍ରାହ୍ମଣକୁ ଡାକିଲେ। ତା ନାଁ ସୁନନ୍ଦ। ସେ ବ୍ରାହ୍ମଣକୁ ଗୋଟେ ଚିଠି ଲେଖିଦେଲେ। ସେ ଚିଠି ଧରିକିରି ସିଏ ଗଲା। ହେ ଭୁବନ ସୁନ୍ଦର, ଏ ଅଧମା ଦାସୀ ବାଲ୍ୟକାଳରୁ ଆପଣଙ୍କର ଯଶଗାଥା ଶ୍ରବଣ କରି କରି ଆପଣଙ୍କୁ ପତି ରୂପେ ପାଇବା ପାଇଁ ମନରେ ଆଶା ପୋଷଣ କରିଛି। ମୋର ପିତା ଶିଶୁପାଳକୁ ବିବାହ ଦେବାକୁ ମୋତେ ସ୍ଥିର କରିଛନ୍ତି, କିନ୍ତୁ ମୁଁ ଚାହେଁ ସିଂହର ଭାଗ ସିଂହ ପାଉ, ଶୃଗାଳ ନାହିଁ। ସିଂହର ଭାଗ ଶୃଗାଳ କେବେ ନ ପାଉ। ତେଣୁ ଆପଣ ମୋତେ ଆପଣଙ୍କର ପତ୍ନୀ ରୂପେ ଅଙ୍ଗୀକାର କରନ୍ତୁ। ଯଦି ଆପଣ ନ କରିବେ ତାହେଲେ ଜନ୍ମ ପରେ ଜନ୍ମ ତପସ୍ୟା କରି କରି ଯେତେ ଦିନ ପର୍ଯ୍ୟନ୍ତ ଆପଣ ନ କରିଛନ୍ତି ଅଙ୍ଗୀକାର, ମୁଁ ଆଉ କୌଣସି କାହାର ପାଣି ଗ୍ରହଣ କରିବି ନାହିଁ। ତେଣୁ ଆପଣଙ୍କର ଉତ୍ତରକୁ ଅପେକ୍ଷା କରି ରହିଲି। ଇତି ରୁକ୍ମିଣୀ। ସେ ଚିଠା ଧରିକିରି ସେ ଗଲା। ଯାଇ ପହଞ୍ଚିଲା ଦ୍ୱାରକାରେ। ଦ୍ୱାରକାରେ କୃଷ୍ଣଙ୍କୁ ଦେଖେଇଲା। ହେଲେ କୃଷ୍ଣ ମନେ ମନେ ଚାହୁଁଛନ୍ତି ରୁକ୍ମିଣୀ ବିବାହ ପାଇଁ। ରୁକ୍ମିଣୀ ସାକ୍ଷାତ ଲକ୍ଷ୍ମୀ। ତାପରେ ସେ ରାତି ସେ ବ୍ରାହ୍ମଣ କୃଷ୍ଣଙ୍କର ସେଠି ରହିଲା। ରହିବା ପରେ ସକାଳୁ କୃଷ୍ଣ ସେ ବ୍ରାହ୍ମଣକୁ ଧରି ବାହାରିଲେ। ରୁକ୍ମିଣୀ ଜଗିଛନ୍ତି। ହଁ, ରୁକ୍ମିଣୀ ଆହୁରି କ'ଣ ଲେଖିଛନ୍ତି ନା, କେହି ଯଦି ଆପଣଙ୍କୁ ବିରୋଧ କରେ ମୋତେ ନେବା ପାଇଁ, ତାହେଲେ ବିବାହର ପୂର୍ବ ଦିନ ଆମର ଭବାନୀ ପୂଜାର ପ୍ରଥା ଅଛି। ତେଣୁ ସେଇଠିକି ମୁଁ ମନ୍ଦିରକୁ ଗଲାବେଳେ ଆପଣ ମୋତେ ଅପହରଣ କରି ନେଇଯାଆନ୍ତୁ। ସେତିକି ଲେଖିଛନ୍ତି। ତେଣୁ ସିଏ ଆସିଲେ। କୃଷ୍ଣଙ୍କୁ ଯେତେବେଳେ ଦେଖିଲେ ସମସ୍ତେ ଦ୍ୱାରକାରେ, ଏମିତି ସୁନ୍ଦର ଯୁବକ, ଆମ ରାଜ୍ୟର ରାଣୀଙ୍କ ପାଇଁ, ଏ ଚେମାଙ୍କ ପାଇଁ, ରୁକ୍ମିଣୀଙ୍କ ପାଇଁ ଇଏ ଉତ୍ତମ ବର। ଠିକ। ରାଜା ତାଙ୍କୁ ସସମ୍ମାନେ ରଖିଲେ। ରାଜା ଭାବିଲେ କ'ଣ ନା, କୃଷ୍ଣ ଆସିଛନ୍ତି ମୋ ଝିଅର ବିବାହଘର ଦେଖିବା ପାଇଁ, ଉତ୍ସବ ଦେଖିବା ପାଇଁ ସେ ଆଇଛନ୍ତି ବୋଲି ତାକୁ ସମ୍ମାନ ଦେଇ ରଖିଲେ। ତାପରେ ନାଇଁ, ସେମାନେ ଆସିବା ପୂର୍ବରୁ ରୁକ୍ମିଣୀଙ୍କର ଅଙ୍ଗ ସବୁ କମ୍ପନ ହେଲା। ବାମ ଅଙ୍ଗ ସବୁ ଥରିବାକୁ ଲାଗିଲା। ସ୍ତ୍ରୀର ବାମ ଅଙ୍ଗ ଥରିଲେ ଲାଭ, ଦକ୍ଷିଣ ଅଙ୍ଗ ହେଲେ ଅଶୁଭ। ପୁରୁଷର ଦକ୍ଷିଣ ଅଙ୍ଗ ହେଲେ ଶୁଭ, ଓଲଟା। ତେଣୁ ତାଙ୍କର ବାମ ଅଙ୍ଗ, ବାମ ଚକ୍ଷୁ, ବାମ ବାହୁ, ବାମ ସବୁ ଫୁରିଣ ହେବାରୁ ସେ ଭାବିଲେ ଲାଭ ଅଛି। ଏମିତି ସ୍ଫୁରଣ ହେଉଛି ଆଜ୍ଞା, କମ୍ପନ। ଏହି ସମୟରେ ବ୍ରାହ୍ମଣ ଆସି ପହଞ୍ଚିଗଲା। ରାଜି ଖବର ଧରି କ'ଣ ଗ୍ରୀନ୍ ସିଗ୍ନାଲ ମିଳିଯାଇଛି। ଆଉ ଖୁସି କ'ଣ ଦେବେ? କାମ କରିଦେଇଛି ବ୍ରାହ୍ମଣ, ଦେବାକୁ କିଛି ନାହିଁ। ଘର ସିଆଡ଼େ ଧନରେ ଭର୍ତ୍ତି ହେଇଗଲାଣି ଲକ୍ଷ୍ମୀଙ୍କ କୃପାରୁ। ରୁକ୍ମିଣୀ କୃପା ଦୃଷ୍ଟି କରିକି ବ୍ରାହ୍ମଣର ଘର ଭର୍ତ୍ତି କରିଦେଲେଣି। ଲକ୍ଷ୍ମୀ ଧନ ଭର୍ତ୍ତି ହେଇଗଲାଣି ତା ଘରେ, ଏତିକି କାମ କରିଦେଇଛି ବୋଲି। ତାପରେ ଭବାନୀ ପୂଜନ ପାଇଁ ତା ବାସି ଦିନ ଯିବେ। କୃଷ୍ଣ ତାଙ୍କୁ ହରଣ କରି ନେଇଗଲେ ପୂର୍ବ କଳ୍ପିତ ଯୋଜନା ଅନୁସାରେ। ଏପଟେ ସବୁ ଜରାସନ୍ଧର ତାର ପାର୍ଟି ସବୁ ଆସୁଥିଲେ। ଶିଶୁପାଳ ସାଙ୍ଗରେ ଜରାସନ୍ଧ, ଦନ୍ତବକ୍ର, ସାଲୁଅ, ପଣ୍ଡୁରକ, ସବୁ ଗୁଣବନ୍ତ ରାଜା ସବୁ ଯେତେ ତାର ସବୁ ଥିଲେ ସାଙ୍ଗ, ଏଟାକୁ ସବୁ ଧରିକିରି ଆଉଛି। ବିରାଟ ସୈନ୍ୟବାହିନୀ ଧରିକିରି, କାଳେ କିଏ ନେଇଯିବ ଚୋରିକିରି। କୃଷ୍ଣ ବୁଲି ବୁଲି ଝିଅ ଚୋରି କରେ,
ତେଣୁ କୃଷ୍ଣ ଯଦି ଆୟୁ ବୋଲି ସେ ଚୋରେଇବ ଆମେ ଯୁଦ୍ଧ କରିବା। ସେ ଆଉ ବରଯାତ୍ରୀ କ'ଣ, ସେ ଗୋଟେ ଯୁଦ୍ଧ ଯାତ୍ରା ବୋଲି ଜଣାପଡ଼ୁଛି। ଆଉ ବରଯାତ୍ରା ନାହିଁ, ଯୁଦ୍ଧ ଯାତ୍ରା। ଧନ ସୈନ୍ୟବାହିନୀ ସବୁ ଧରିକି ଯାଇଛନ୍ତି। ହେଲେ ଇତି ଭିତରେ ଯେଉଁଦିନ ଇଏକୁ ଗଲେ, ଘରୁ ତ ବାହାରୁ ନାହାନ୍ତି, ସିଏ ମନ୍ଦିରକୁ ଗଲେ, ଦେବାନୀ ମନ୍ଦିରକୁ, ଯେଉଁ ରାଜପୁତ୍ର ମାନେ ସବୁ ଆସୁଥିଲେ ସେମାନେ ରୁକ୍ମିଣୀଙ୍କର ସୌନ୍ଦର୍ଯ୍ୟ ଦେଖିକିରି ମୂର୍ଚ୍ଛା ହେଇକିରି ରଥରୁ ତଳେ ପଡ଼ିଗଲେ। ରୁକ୍ମିଣୀ ଏତେ ସୌନ୍ଦର୍ଯ୍ୟ ଯେ ରୁକ୍ମିଣୀକି ଦେଖିକିରି ମୂର୍ଚ୍ଛା ହେଇକିରି ରଥରୁ ପଡ଼ିଗଲେ। ଏଗୁଡ଼ାକ ପଡ଼ିଲେ ମଧ୍ୟ ତାଙ୍କୁ କିଏ ଗୋଟେଇଲାନି କି ପଚାରିଲାନି। କିଏ ପଚାରିବ ଯାହା ପାଇଁ ଯିଏ ଜନ୍ମ ହେଇଛି। ହେଲେ ତାପରେ ଇଏ ଗଲାବେଳକୁ ଅପହରଣ କରିକି ନେଇଗଲେ, ପଳେଇଲେ। ହାରି ପଳେଇଲା ବୋଲି ଗୋଡ଼ିଲେ ଏମାନେ ଯେତେବେଳେ, କୃଷ୍ଣ କୁଆଡ଼େ ଯାଇଛି ମୋତେ କିଛି କହିନି, କ'ଣ ହେଇଛି, କ'ଣ ଗୋଟେ ଅସୁବିଧା ଥିବ ବୋଲି ବଳଦେବ କିଛି ସୈନ୍ୟ ଧରିକିରି କୃଷ୍ଣଙ୍କ ପଛରେ ଦ୍ୱାରକାରୁ ଆସିଥିଲେ। ତେଣୁ ଏମାନେ ଯେତେବେଳେ ଯୁଦ୍ଧ କରିବାକୁ ଗଲେ ବଳଦେବଙ୍କର ସୈନ୍ୟ ତାଙ୍କୁ ପ୍ରତିରୋଧ କଲେ, କରିକି ବାଡ଼େଇକି ଲଣ୍ଡା କରି ତଳିଦେଲେ। ତାପରେ କୃଷ୍ଣ ଚାଲିଲେ। କୃଷ୍ଣ ଚାଲିଲା ବେଳେ ଇଏ ବଡ଼ ଭାଇ ରୁକ୍ମୀ ଆର ଆଣ୍ଟପଣ ଭାଙ୍ଗିଗଲା। ଭାଙ୍ଗି ଯିବାରୁ ଇଏ ଅପମାନିତ ହେଇକିରି ଗୋଡ଼ିଲା। କୁଆଡ଼େ ଆଇଥିଲା ବୁଲିବାକୁ, ମୋ ଭଉଣୀକି ଧରି ପଳଲା। ମୁଁ ଯାଉଛି ତାକୁ ମାରିକିରି ମୋ ଭଉଣୀକି ଆଣିବି, ନ ମାରି ପାରିଲେ ମୁଁ ଆଉ ଆସିବିନି ଘରକୁ। ଏ ଦୌଡ଼ୁଛି ଜୋରରେ। କୃଷ୍ଣଙ୍କ ରଥ ଆଗରେ ଚାଲିଛି। ଭଉଣୀ ଦେଖୁଛନ୍ତି ରୁକ୍ମିଣୀ, ସେ ଭାଇ ଆଉଛି। କିନ୍ତୁ ବାଟରେ ଗୋଟେ ଜାଗାରେ ଭେଟ ହେଲା। ହେଲେ ଚକ୍ର କାଢ଼ିଲେ ମାରିବାକୁ ଯେତେବେଳେ କାଢ଼ିଲେ, ଭଉଣୀ ତାପରେ ଯେତେ ହେଲେ ବି ଭାଇ, ଗୋଡ଼ ତଳେ ପଡ଼ିଲା। କାହିଁକି ଗୋଡ଼ ତଳେ ପଡ଼ିଲା? ଭାତୃ ପ୍ରେମ ନାହିଁ। ନାସ୍ତିକକୁ କି ପ୍ରେମ? ନାସ୍ତିକକୁ ଗୋଟେ ପ୍ରେମ କରିବାକୁ କୁହାହେଇନି। ବାପା ହଉ, ଭାଇ ହଉ, ମା ହଉ, ଯେଉଁମାନେ ଭଗବାନଙ୍କର ଦ୍ରୋହୀ ସେଗୁଡ଼ାକ ପ୍ରତି କିଛି ଦୟା ମାୟା ନାହିଁ। କୃଷ୍ଣ ବିମୁଖ ଲୋକକୁ ଲୋକେ କ'ଣ କହିବେ, ତୋ ଆଗରେ ତୋ ଭାଇଟା ମଲା। ଲୋକ ଲଜ୍ଜା ପାଇଁ ସେ ଭାଇକି ରକ୍ଷା କରିବା ପାଇଁ କୃଷ୍ଣଙ୍କୁ ଅନୁରୋଧ କଲେ। ସେତିକି ପାଇଁ ଲୋକେ କ'ଣ କହିବେ। ହେଲେ ସେଇଠୁ କୃଷ୍ଣ ଆଉ କିଛି କଲେନି, କିନ୍ତୁ ତାକୁ ମୃତ ତୁଲ୍ୟ କରିବା ପାଇଁ ତା ମୁଣ୍ଡକୁ ଖଣ୍ଡାରେ 7 ଜାଗାରେ ଚାଞ୍ଚି ଦେଲେ। 7 ବେଣ୍ଟିଆ ଖଣ୍ଡେ 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 ସବୁ ଚାଞ୍ଚି ଦେଲେ, ବାଳ ଅପମାନିତ କରିଦେଲେ ତାକୁ। ଏହି ସମୟରେ ବଳଦେବ ଆସି ପହଞ୍ଚିଲେ। ଏଗୁଡ଼ାକ କ'ଣ ଏମିତି ବନ୍ଧୁକୁ ନିଜର ଅପମାନିତ ଭଳି କରିବା କଥା? ତାଙ୍କୁ ବୁଝେଇଲେ, ରୁକ୍ମିଣୀକି ବୁଝେଇଲେ, ଏମିତି ହେଇକିରି ପଳେଇଲେ। ସିଏ ଆଉ ଲଜ୍ଜିତ ହେଇକିରି ଗଲାନି। ଆଉ ସେଠି ଭୋଜକଟ ନାମରେ ଗୋଟେ ନଗର ତିଆରି କରି ରହିଲା। ଭୋଜକଟ। ତାପରେ ତାକୁ ନେଇକିରି ବିବାହ କଲେ ଦ୍ୱାରକାରେ ରୁକ୍ମିଣୀକୁ। ସୂର୍ଯ୍ୟ ଦେବତାଙ୍କର ଗୋଟେ ସଖା ଆଉ ଭକ୍ତ ଥିଲା ସତ୍ରାଜିତ। ସେ ସତ୍ରାଜିତ ସୂର୍ଯ୍ୟ ଦେବତାଙ୍କୁ ଦିନେ ପଚାରିଲା, ଆପଣ କାହିଁକି ଏତେ ତେଜିଆନ ଦୁଶୁଛନ୍ତି? ନା କାହିଁକି ଦୁଶୁଛି? ମୁଁ ଗୋଟେ ମଣି ପିନ୍ଧିଛି। ମଣି, ସେ ମଣି ପ୍ରଭାବରୁ ମୋର ତେଜ ଏତେ ବଢ଼େ। ସେ ତ ତାଙ୍କର ସଖା ମିତ୍ର, ତେଣୁ ବୋଇଲା ମୋତେ ସେ ମଣିଟା ଦିଅନ୍ତୁ। ସେ ମଣିଟା ଦେଇଦେଲେ। ତାଙ୍କ ପାଖରେ ଗୋଟେ କନ୍ୟା ଥିଲା, ସେ କନ୍ୟାଟା ବି ଦେଇଦେଲେ। ବୋଲେ ମଣି ନେ, କନ୍ୟା ନେ, ଦାନ ଦକ୍ଷିଣା ଧରି ଯା। ହେଲେ ସେ ମଣିଟା କାହାର? ସେ ମଣିଟା ନାଁ ହେଉଛି ସ୍ୟମନ୍ତକ ମଣି। ସେ ମଣିର ଗୋଟେ ଇତିହାସ ଅଛି। ବ୍ରଜଲୀଳାରେ ଶଙ୍ଖଚୂଡ଼ ବୋଲି ଗୋଟେ ଦୈତ୍ୟ ଥିଲା। ସେ ଦୈତ୍ୟ ନାହିଁ, ଯକ୍ଷ, କୁବେରର ଗୋଟେ ଅନୁଚର। ସେ ଥରେ ନାରଦକୁ ପଚାରିଲା, ବୀର କିଏ ଅଛି? ନା ବୀର କଂସ। ସେ ଆଇଲା। କୃଷ୍ଣ
ଗୋପରେ ଥିବା ସମୟର କଥା। ମଥୁରା ଆସିନାହାନ୍ତି, କଂସ ଅଛି। ଆଉ କଂସ ସାଙ୍ଗରେ ଯୁଦ୍ଧ କରିବାକୁ ଗଲା। 23 ଦିନ ନା 27 ଦିନ ଏମିତି ଦିନ ରାତି ଯୁଦ୍ଧ କଲା, କିଏ କାହାକୁ ମାରି ପାରିଲେ ନାହିଁ। ନ ମାରିବାରୁ ସେଇଠୁ ନାରଦ ମୁନି ଆଇଲେ, ତୁମେ 2 ଜଣ କାହିଁକି ଯୁଦ୍ଧ କରୁଛ? କାହାର ମୃତ୍ୟୁ କାହା ହାତରେ ନାହିଁ। ତୁମ 2 ଜଣର ମୃତ୍ୟୁ ତୃତୀୟ ଲୋକ ହାତରେ ଅଛି। ତେଣୁ ତୁମେ ବନ୍ଧୁ ହେଇକିରି ଘରକୁ ପଳା। ସେମାନେ ବନ୍ଧୁ ହେଇକିରି ଘରକୁ ଗଲେ। ସେତେବେଳେ ଶଙ୍ଖଚୂଡ଼ ନିଜ ଘରକୁ ଗଲା ବେଳକୁ ବ୍ରଜ ଦେଇକିରି ଆସୁଛି। ବ୍ରଜ ଉପରେ ଉଡ଼ିକିରି ଆସିଲା ବେଳକୁ ତଳେ ଦେଖିଲା କୃଷ୍ଣ ବଳରାମ ଗୋପୀମାନେ ସବୁ ବିହାର କରୁଛନ୍ତି। ସେ ଗୋପୀମାନଙ୍କୁ ଦେଖିକିରି ହରଣ କରିବାକୁ ଇଚ୍ଛା କଲା, କରିକି ତଳକୁ ଓହ୍ଲେଇଲା। ତଳକୁ ଯେତେବେଳେ ଓହ୍ଲେଇଲା, ଗୋପୀମାନେ ଚିତ୍କାର କଲେ। କୃଷ୍ଣ ଯେତେବେଳେ ଗୋଡ଼େଇଲେ ତାକୁ ମାରିବାକୁ, ସେ ଦୌଡ଼ିଲା। କୃଷ୍ଣ ବଳରାମଙ୍କୁ ଗୋପୀମାନଙ୍କର ଦାୟିତ୍ୱ ଦେଇକିରି ତାକୁ ଗୋଡ଼େଇଲେ ମାରିବାକୁ। ପଥ ମଧ୍ୟରେ ଯୁଦ୍ଧ ହେଲା, ଭୟଙ୍କର ଯୁଦ୍ଧ ହେଇକିରି ଗୋଟେ ବିଧା ମାରିକିରି ତା ମୁଣ୍ଡ ଫଟେଇ ଦେଲେ। ତା ମୁଣ୍ଡରେ ଗୋଟିଏ ମଣି ଥିଲା, ଶଙ୍ଖାକୃତି, ଶଙ୍ଖ ଚୂଡ଼, ସେଥିପାଇଁ ତା ନା। ତାର ଚୂଡ଼ାରେ ଗୋଟେ ମଣି ଥିଲା। ସେ ମଣିଟାକୁ ଧରିକିରି ଆଇଲେ, ତାକୁ ମାରିକିରି ସେ ମଣିଟାକୁ ଧରି ଆଇଲେ। ଆଣିକିରି କାହାକୁ ଦେବେ? କାହାକୁ ଦେଲେ ପକ୍ଷପାତ ହବ, ତେଣୁ ସେ ବଳଦେବଙ୍କୁ ଦେଇଦେଲେ। ବୋଲେ ଆପଣ ଯାହାକୁ ଦେବେ ଦିଅନ୍ତୁ। ସେଇଟା କୌଣସି ଗୋଟେ ଗୋପୀକି ଦେଲେ। ସିଏ କ'ଣ କଲା, ସେଇଟା ନେଇକିରି ରାଧାରାଣୀକି ଦେଲା। ରାଧାରାଣୀ କ'ଣ କଲେ ନା, ସେ ମଣିଟାକୁ ମଥାମଣି କଲେ, ନିଜ ସୀମନ୍ତରେ ପିନ୍ଧିଲେ। ସେ ସୀମନ୍ତରେ ପିନ୍ଧୁଥିଲେ ବୋଲି ତା ନାଁ ହେଲା ସ୍ୟମନ୍ତକ ମଣି। କୃଷ୍ଣ ମଥୁରା ଗଲା ପରେ ରାଧାରାଣୀ ଯେତେବେଳେ ପ୍ରାଣ ଝାସ ଦେବାକୁ ଡେଇଲେ ଯମୁନାରେ, ସେ ମଣି ସହିତ ନିଜେ ପଡ଼ିଗଲେ। ଯମୁନା ଦେବୀ କ'ଣ କଲେ, ସେ ମଣି ଆଉ ସେ କନ୍ୟା ଉଭୟକୁ ନେଇକିରି ନିଜ ବାପାଙ୍କୁ ଦେଇଦେଲେ। ସେଠି ସତ୍ୟଭାମା ରୂପରେ ତା ପାଖରେ ରାଧାରାଣୀ ରହିଲେ। ଗୋଟେ ରୂପରେ ସେ ସତ୍ୟଭାମା ରୂପରେ ରହିଲେ, ଗୋଟେ ଅଂଶରେ, ଆଉ ସେ ମଣିଟା। ତେଣୁ ବର୍ତ୍ତମାନ ସେ ଝିଅଟା ରାଧାରାଣୀଙ୍କର ଅଂଶ ରୂପୀ ସତ୍ୟଭାମା, ଆଉ ସେ ମଣିଟା, ଏ ଦିଟାକ ସତ୍ରାଜିତକୁ ସୂର୍ଯ୍ୟ ଦେବତା ଦେଲେ। ସେ ଘରକୁ ଧରି ଆଇଲା। ସେ ମଣି କ'ଣ କରେ, ପ୍ରତିଦିନ 8 ଭାର ସୁନା ଦିଏ। 8 ଭାର ସୁନା କେତେ? 1600 ଗ୍ରାମ, 1.5 କେଜି। ପ୍ରତିଦିନ 1.5 କେଜି ସୁନା ସିଏ ଦିଏ, ପ୍ରସବ କରେ ସେ ମଣି। ସେ ମଣି ଯେଉଁଠି ରହିବ, ଦୁର୍ଭିକ୍ଷ, ମରୁଡ଼ି, ଭୂମିକମ୍ପ, ବନ୍ୟା କିଛି ହବନି। ସର୍ବତ୍ର ଶାନ୍ତି ମଙ୍ଗଳ ବିରାଜମାନ କରେ। ହେଲେ ଠିକ୍ ସେଇଟା ପିନ୍ଧିକିରି, ଆଉ ଅପବିତ୍ର ଅବସ୍ଥାରେ ଯଦି ସେ ମଣିକି ପିନ୍ଧିବ, ମଣି ମାରିଦେବ ତାକୁ। ଇଏ ଗଲେ ସେ ପିନ୍ଧିକିରି ଦ୍ୱାରକା। ଦ୍ୱାରକାରେ ଲୋକେ ଭାବିଲେ ସୂର୍ଯ୍ୟ ଦେବତା ଆସୁଛନ୍ତି କୃଷ୍ଣଙ୍କୁ ଦେଖିବା ପାଇଁ। ସେମାନେ ଯାଇ କୃଷ୍ଣଙ୍କୁ କହିଲେ, କୃଷ୍ଣ ପ୍ରଭୁଜୀ, ସୂର୍ଯ୍ୟ ଦେବତା ଆପଣଙ୍କୁ ଦର୍ଶନ କରିବାକୁ ଆଉଛନ୍ତି। କୃଷ୍ଣ କହିଲେ, ନାଇଁ ନାଇଁ, ସୂର୍ଯ୍ୟ ଆଉନି, ସତ୍ରାଜିତ ଆଉଛି। କୃଷ୍ଣ ଆସିଲେ କହିଲେ, ସତ୍ରାଜିତ, ତୁମେ ସେ ମଣିଟି ଏକୁଟିଆ କାହିଁକି ପାଖରେ ରଖିକିରି ଭୋଗ କରୁଛ ନିଜେ? ସେ ମଣିଟା ଉଗ୍ରସେନଙ୍କୁ ଦେଇଦେବା, ଦିଅ, ସମଗ୍ର ରାଜ୍ୟର ମଙ୍ଗଳ ହବ, ସମସ୍ତେ ସୁଖରେ ରହିବେ, ସାମୂହିକ ଉପକାର ହବ। କିନ୍ତୁ ସେ ସୁନା ଲୋଭରେ ମଣିଟି ଦେଲା ନାହିଁ। ସେ ମଣି ତାର ବିପଦର କାଳ ହେଲା ଭବିଷ୍ୟତରେ, ଭଗବାନଙ୍କୁ ନ ଦେବାରୁ। ସେ ସତ୍ରାଜିତର ଭାଇ ପ୍ରସେନଜିତ ଦିନେ ସେ ମଣିଟା ପିନ୍ଧିକିରି ଆଇଲା କୂଳର ଗୌରବ ଦେଖିବାକୁ। ବାଟରେ କ'ଣ କରିଛି, ସେ ବଣ ଦେଇକିରି ଆଇଲା ବେଳକୁ ଗୋଟେ ସିଂହ ତାକୁ ମାରିକିରି ସେ ମଣିଟା ନେଇଗଲା। ବଣରେ ରହୁଥିଲେ ଜାମ୍ବବାନ ରାମ ଭକ୍ତ, ସିଏ ସେ ସିଂହକୁ ମାରିକିରି ମଣିଟା ଧରି ପଡ଼ିଲେ। ସେ ମଣି ଧରି ପାତାଳକୁ ପଡ଼ିଲେ। ଏଣେ ସତ୍ରାଜିତ ଚାରିଆଡ଼େ ହାଲ୍ଲା କଲା, କୃଷ୍ଣ ମୋତେ ମଣିଟା ମାଗୁଥିଲେ, ମୁଁ ନ ଦେବାରୁ ମୋ ଭାଇକି ମାରିକି ନେଇଗଲେ। ସେ କଥା କୃଷ୍ଣଙ୍କର କାନରେ ଆଇ ପଡ଼ିଲା। ଆରେ ଏ କଥା କ'ଣ କଲା?
बोलिकी कृष्ण किसी लोक धरिकी से मणि खोजिया आइले बण को आइले से मरीची तार पाखरे मणि नाई तापरे सिंहर पाद चिन्ह देखी दिया सिंह मरीची तापरे जाम्बवान पाद चिन्ह देखी देखी गुंफा को आइले से गोटे गुंफा भितर पशिकी पाताल को जाइए से गुंफा मुहरे लोक मान जगई देले तुम एठे जगिव केते ना 12 दिन पर्यंत जगिव मुझे न आसिली पलैब कृष्ण से भितर पशिले पशिला बेलू गोटे पिलाटे से मणिटा धरी खेलुची पिलाटे खेलुची कृष्ण को देखिबारु सी रडी कला कांदिला नुआ लोक किए पशि पशिची बोली कांदिला सी कांदिबारु गोटे स्त्री लोकटी आइला किए मणि चोरुची कि कौन बाहर लोक बोलिकी सी पाटी करिबारु जाम्बवान आइले भयंकर रागिकी एमती आइले क्रोधरे जाऊ भगवान को चिन्हिबा तांको पक्षरे कष्ट हला सेठु कृष्ण जाम्बवान भयंकर युद्ध हला 27 दिन पर्यंत दिन राति शेष को जाम्बवान एड़े बड़ विराट विशाल काय शरीर शेष को दुर्बल हो गले भगवान माड खाई खाई सब संधि जॉइंट सब पेन है माड खाया को असमर्थ जेतेबेले भगवान बामन रु त्रिविक्रम होते बलि महाराजंकर सर्वस्व हरण करने त्रिविक्रम रूपरे विराट रूप धारण करते से विराट रूप को जाम्बवान 7 थर परिक्रमा करते आज माड खाइला बेलू संभालिया को नहीं आईठू से भाविले मोर प्रभु नहले मत किए मारियो ना तेणु से क्षमा मागिले से भगवान से मणिटा मागिले मणिटा दियो मणिटा नियो झीटा नियो झीटा कौन पाखे कन्या थिला जाम्बवती ताकू धरी गले से कन्या को विवाह कले द्वितीय रानी रूपरे तापर सत्राजित डाकिले ने तो मणि जा घर को सत्राजित लज्जित होकर अपमानित होकर से मणि धरी घर को गला तापर सत्याजित सेबेठु भावुची मोर अपमान किपरि ख्यालन करी तेणु से कृष्ण को भाविला मु मोर कन्या मणिटा दान करी तेणु से कन्याटा को विवाह देला सत्यहमा को से मणिटा भी देला कृष्ण कन्या को रखिले मणिटा फेरई देले आउ नहीं मणि जा जोटा ओइठा हलानी गलानी गलानी से आउ देबे से कन्या को रखिले विवाह कले तृतीय रानी मणिटा को फेरई देले तो मणि जा तो पाखु तापर जाइथिले हस्तिनापुर से हस्तिनापुर रे बुलु बुलु गोटे बण रे देखिले जे गोटे झीटे तपस्या करछि से अर्जुन को जानिकी पठेले देखे झीटा किए से कहला मु कालिंदी यमुना तेणु मु तपस्या करुचे एठारे भगवान को पति रूपे पाई बोली सी देखा ही भगवान कृष्ण को देखदेले जो अर्जुन ताको नहीं विवाह कले चतुर्थ पत्नी अवंतीपुरी रे पाठ पढ़ला बेलू अवंतीपुरी रजार झीटा देखी देखी पति रूप में कामना करथिला सेठू ताको विवाह कले तापर कोशल देशर कन्या सत्या ताकू स्वयंवर करथिला तांको बापा सत्य तांकर इच्छा कृष्ण को विवाह करिया पे हेले बापा जदि कृष्ण को टेकी दब बोले सबू राजपुत्र माने कह पार्शियालिटी करिकी तुम कृष्ण को देदेल तेणु से गोटे असंभव बर कले असंभव पण 7टा षंढ को जी एक थरे आयत्त करिवो सी विवाह मो झीव किए न करि पारला भलिया गोटे पण कले जार पुणी नाक फुटा हैनी अविधनाशा से भलिया 8टा 7टा षंढ को जे गोटे थर आयत्त करिवो से विवाह किए पारियो षंढ भूसिकी समस्त पेट फटई देला ये कृष्ण कौन कले 7टा रूप धारण कर 7टा षंढ को आयत्त कले तम पार कि तम कार नाई से शक्ति तापर ताकू विवाह कले
ମଦ୍ର ଦେଶର କନ୍ୟା ଲକ୍ଷଣା, ସେଠୁ ତାକୁ ବିବାହ କଲେ। ଆଉ ଗୋଟେ କୋଉଠି କାହାକୁ ବିବାହ କଲେ, କେକେୟ ଦେଶର କନ୍ୟା ସତ୍ୟା, ମିତ୍ରବିନ୍ଦା, ଏମିତି ହେଇକିରି ଆଉ ଗୋଟେ କନ୍ୟା ଏମିତି 8ଟା ଜଣଙ୍କୁ ବିବାହ କଲେ। ଏ ଭିତରେ କ'ଣ ହେଇଛି ନା ନରକାସୁର ପ୍ରାଗଜ୍ୟୋତିଷପୁରରେ ରାଜତ୍ୱ କରୁଥିଲା। ପ୍ରାଗଜ୍ୟୋତିଷପୁର ହେଉଛି ଆଧୁନିକ ଆସାମ। ସେ ନରକାସୁର କିଏ? ସେ ଭଗବାନଙ୍କର ପୁଅ, ଭଗବାନଙ୍କର ପୁଅ ଅସୁର। ଆଉ ଅସୁର ସଙ୍ଗ କଲେ କ'ଣ ହବ? ଆଉ ବରାହ ଦେବଙ୍କର ସମୟରେ ବରାହ ଦେବଙ୍କର ତେଜରେ ଭୂମି ପୃଥିବୀ ଠାରୁ ସେ ଜନ୍ମ ହୋଇଥିଲା, ତେଣୁ ଭୂମିପୁତ୍ର ସେ ଭୌମାସୁର। ସେ ରାଜତ୍ୱ କରୁଥିଲା। ସେ କ'ଣ କରିଛି ନା ଦେବତାଙ୍କର ମାତା ଅଦିତିଙ୍କର କୁଣ୍ଡଳ ଧରିକି ପଳେଇଯାଇଛି, ଐରାବତ ବଂଶର ଅନେକ ହାତୀ ଧରି ପଳେଇଯାଇଛି, ବରୁଣ ଦେବଙ୍କର ଛତ୍ର ଧରି ପଳେଇଯାଇଛି, ଆଉ କୁଆଡ଼ୁ କୁଆଡ଼ୁ 16,100 କନ୍ୟା ଏତିକି ବନ୍ଦୀ କରି ରଖିଛି। ଇନ୍ଦ୍ର ଆସିକିରି କୃଷ୍ଣଙ୍କୁ କହିଲେ ଏଗୁଡ଼ାକୁ ତାକୁ ମାରିକିରି ଏଗୁଡ଼ାକୁ ଆମକୁ ଦିଅନ୍ତୁ। ତେଣୁ କୃଷ୍ଣ ତେପରେ ସତ୍ୟଭାମାଙ୍କୁ ଧରି ଗରୁଡ଼ ଉପରେ ବସି ଗଲେ ପ୍ରାଗଜ୍ୟୋତିଷପୁର। ସେ ସିକ୍ୟୁରିଟି ଏମିତି କରିଛି, ଗୋଟେ ଅଗ୍ନିର, ଗୋଟେ ଜଳର, ଗୋଟେ କରେଣ୍ଟର, 3 ପ୍ରକାର ସିକ୍ୟୁରିଟି କରିଛି। ସେ 3ଟାକୁ କାଟି କାଟି ଚକ୍ରରେ ସେ ରାଜ୍ୟ ଭିତରେ ପ୍ରବେଶ କଲେ। ପଶିଲା ପରେ ସେ ଗୋଟେ ଅସୁର ଥିଲା, ତାର 5ଟା ମୁହଁ, ସିଏ ସବୁବେଳେ ଜଳରେ ଶୋଇକିରି ଥାଏ। ତାକୁ ମାରିଲେ ତା ସୈନ୍ୟବାହିନୀ ସବୁ ମାରିଲେ ଚକ୍ରରେ। ମାରିଲା ପରେ ସେଇଠୁ ଆସିଲା ଭୌମାସୁର, ତା ସହିତ ଭୟଙ୍କର ଯୁଦ୍ଧ ହେଲା, ତାପରେ ତାକୁ ମଲା। ମରିବା ପରେ ଭୂମି ଦେବୀ ଭଗବାନଙ୍କୁ ସ୍ତବ କଲେ, ତାର ପୁଅକୁ ଆଣିଲେ, ପୁଅକୁ ରାଜା କରେଇଲେ। ସେ ଯାହା ସବୁ ରଖିଥିଲା ତାକୁ ସବୁ ନେଇଗଲେ, ଧନ ରତ୍ନ ସବୁ ସେ ଅର୍ପଣ କରିଦେଲେ। ସ୍ୱର୍ଗକୁ ଯାଇକିରି ସେଗୁଡ଼ାକ ସବୁ ଫେରେଇ ଦେଲେ। ଏ ଧନ ଯାହା ଥିଲା ଉଗ୍ରସେନକୁ ଦେଇଦେଲେ। ଏ 16,100 କନ୍ୟା ସେମାନେ କୃଷ୍ଣଙ୍କୁ ପତି ରୂପେ ବରଣ କଲେ। ଇଏ ଆଣିଥିଲା ବିବାହ କରିବି ବୋଲି, ସେଟା ତାକୁ କିଏ ପସନ୍ଦ କଲେନି, ମଲା ସିଏ, ଆଉ କିଏ ପସନ୍ଦ କରିବ। ତେଣୁ ସେ କୃଷ୍ଣଙ୍କ ସହିତ ବିବାହ କଲେ। ଗୋଟିଏ ଦିନରେ, ଗୋଟିଏ ମୁହୂର୍ତ୍ତରେ, ଗୋଟିଏ ଲଗ୍ନରେ, ଗୋଟିଏ କ୍ଷଣରେ। ଦିନକୁ ଗୋଟେ ଗୋଟେ ବିବାହ କରିଥିଲେ 16,100 ଦିନ ଲାଗିଥାନ୍ତା, 48 ବର୍ଷ। ଦିନକୁ ଗୋଟେ ଗୋଟେ ଯଦି ବିବାହ କରୁଛନ୍ତି, କିନ୍ତୁ ଗୋଟେ ଦିନରେ ବିବାହ ହେଲା, ଗୋଟେ ସେକେଣ୍ଡରେ ବିବାହ ହେଇଗଲା। କେମିତି ହେଲା? 16,100 ଘର, 16,100 କନ୍ୟା, 16,100 କୃଷ୍ଣ, 16,100 ବସୁଦେବ, 16,100 ଦେବକୀ, 16,100 ପୁରୋହିତ ଗୋଟେ ଥରରେ ହାତ ଗଣ୍ଠି ପଡ଼ିଲା। 16,100 ହାତ ଗଣ୍ଠି। ଏହିପରି ଭାବରେ ଦ୍ୱାରକାରେ 16,108ଟା ବଙ୍ଗଳା। ତାପରେ ସ୍ୱର୍ଗକୁ ଗଲେ, ସେଗୁଡ଼ାକ ଫେରେଇଲେ। ନାରଦ ମୁନି ଗୋଟେ ପାରିଜାତ ଫୁଲ ଆଣିକିରି ରୁକ୍ମିଣୀଙ୍କୁ ଦେଇଥିଲେ। ସତ୍ୟଭାମା ବୋଇଲେ ମତେ ଗୋଟେ ଫୁଲଟେ ସେମିତି ଦିଅ ଆଣିକିରି। ନା, ଫୁଲଟେ କ'ଣ ଦେଇ, ଗଛଟା ଆଣି ଦେଇଦିଏ। ସ୍ୱର୍ଗକୁ ଗଲେ ଏଗୁଡ଼ାକ ତ ଫେରେଇଲେ। ସେ ଇନ୍ଦ୍ରକୁ ଗଛ ମାଗିଲେ, ସେ ବୋଇଲେ ଆମେ ଦେବୁନୁ। ମାଡ଼ ଖାଇକିରି ମଧ୍ୟ ସେ ବ୍ରଜରେ ବୁଦ୍ଧି ନାହିଁ। କହିଲି ପରା, ଏମିତି ଅସୁବିଧା, ମଣିଷ ମାତ୍ରେ ଏମିତି ଅସୁବିଧା। ସେ ମାଡ଼ ଖାଇକିରି ମଧ୍ୟ ସେ ଗୋବର୍ଦ୍ଧନ ଲୀଳାରେ ବୁଦ୍ଧି ନାହିଁ। ଆଉ ଥରେ ଦେବତା ମାନଙ୍କର କୃଷ୍ଣଙ୍କର ଯୁଦ୍ଧ ହେଲା ସେଠି ପାରିଜାତ ପାଇଁ। ଶଚୀଦେବୀ ମନା କଲେ, ମାନବୀଟା ତାକୁ କାହିଁ ଦବ ଗଛ, ଏ ସ୍ୱର୍ଗର ଗଛ ମଣିଷ ନବ। ସେଗୁଡ଼ାକ ଆଉ ଥରେ ଯୁଦ୍ଧ କରି ତାଙ୍କୁ ହରେଇକିରି ଗଛ ଧରି ପଳିଲେ ଦ୍ୱାରକାକୁ। ରୁକ୍ମିଣୀଙ୍କର ଜ୍ୟେଷ୍ଠ ପୁତ୍ର ପ୍ରଦ୍ୟୁମ୍ନ, ସିଏ ଜନ୍ମ ହେବାର 6 ଦିନ ହେଇଛି,
ସେଦିନ ସମ୍ବରାସୁର ଇଏ ମୋର ଶତ୍ରୁ ବୋଲି ଭାବି ତାକୁ ନେଇକି ଚୋରିକିରି ନେଇଯାଇଛି, ନେଇକିରି ସମୁଦ୍ରରେ ପକେଇ ଦେଇଛି। ସେ ସମ୍ବରାସୁର ଘରେ ସତ୍ୟବତୀ ନା ମାୟାବତୀ ବୋଲି ଗୋଟେ କନ୍ୟା ପାଚିକା ରୂପରେ ଥିଲା, ରାନ୍ଧଣିଆ। ସେ ପିଲାଟା 6 ଦିନର ପିଲାଟା ଗୋଟେ ବଡ଼ ମାଛ ଖାଇ ଦେଇଛି। ସମୁଦ୍ରରେ କେଡ଼େ କେଡ଼େ ମାଛ ଅଛନ୍ତି, ବିରାଟ ମାଛ ସବୁ, ତାକୁ ଖାଇ ଦେଇଛି। ତାକୁ ଧୀବର ମାନେ ଧରିଲେ, ଏଡ଼େ ବଡ଼ ମାଛ କିଏ କିଣିବ ବୋଲି ସମ୍ବରାସୁରକୁ ବିକିଲେ। ସମ୍ବରାସୁର ଦେଲା ରାନ୍ଧିବାକୁ, ଏ ଯେମିତି କାଟିଲେ ଗୋଟେ ସୁନ୍ଦର ପିଲା ବାହାରିଲା, ଅନିନ୍ଦ୍ୟ ସୁନ୍ଦର ପିଲା। ଏଇଟା କୁଆଡ଼େ ନେବା, କ'ଣ କରିବା? ସାଙ୍ଗେ ସାଙ୍ଗେ ନାରଦ ମୁନି ଆଇଲେ ବୋଲି ତାକୁ ଲୁଚେଇକି ରଖ, ଇଏ ତୋର ପତି, ଇଏ ତୋର ପତି କାମଦେବ, ୟାକୁ ଲୁଚେଇ। ସେ ସ୍ତ୍ରୀଟା ହେଉଛି ରତି, କାମଦେବଙ୍କର ପତ୍ନୀ। ସେ ପୂର୍ବ ଜନ୍ମରୁ ସେମିତି ଗୋଟେ ଘଟଣା ଅଛି, ତାର ଉପାଖ୍ୟାନ ପଦ୍ମ ପୁରାଣରେ ଅଛି। ହେଲେ ସେ ତାକୁ ପ୍ରାପ୍ତି ହବ ବୋଲି ତାକୁ ପୋଷିଲା, ଲୁଚେଇକିରି କିଏ ନ ଜାଣିଲା ବୋଲି ପୋଷିଲା ମା ଭଳିଆ। ତାକୁ ଖାଇବାକୁ ପିଇବାକୁ ଦେଇକିରି ପୋଷି ବଡ଼ ଯେତେବେଳେ ଯୌବନ ହେଲା, ସେ କ'ଣ ମା ପୁଅ କି, ତ ପତି ପତ୍ନୀ, ତେଣୁ ପତ୍ନୀର ବ୍ୟବହାର ବଦଳିଗଲା। ସିଏ କହିଲା କ'ଣ ମା ଭଳିଆ ବ୍ୟବହାର କରୁଥିଲା, ଏବେ ପତ୍ନୀ ଭଳିଆ ବ୍ୟବହାର କରୁଛି। ପଚାରିବାରୁ ସେ ସବୁ କାହାଣୀ କହିଲେ, ତମେ ମାର ଆକୁ, ସମ୍ବରାସୁରକୁ ମାରିଲେ ଏଇଠୁ ପଳେଇବା। ତାପରେ ଯୁଦ୍ଧ ହେଲା, ସମ୍ବରାସୁରକୁ ମାରିକିରି ଦ୍ୱାରକା ଗଲେ। ଦ୍ୱାରକାରେ ଯାଇ ରୁକ୍ମିଣୀଙ୍କର ଅନ୍ତପୁରରେ ପଶିଲେ। ରୁକ୍ମିଣୀ ଠିଆ ହେଇଛନ୍ତି ଦାସୀମାନଙ୍କ ସହିତ। ଏ ବଡ଼ ପୁଅ ଦେଖିବାକୁ ଅବିକଳ କୃଷ୍ଣଙ୍କ ଭଳିଆ। ରୁକ୍ମିଣୀଙ୍କ ସହିତ ଯେତେ ସ୍ତ୍ରୀ ଲୋକ କଥା ହଉଥିଲେ, କୃଷ୍ଣ ଆସିଲେଣି ଭାବିକିରି ଭିତରେ ଲୁଚିଗଲେ। ଏଣେ ରୁକ୍ମିଣୀ ସେ ପିଲାଟାକୁ ଦେଖିବା ମାତ୍ରେ ତାଙ୍କ ହୃଦୟ ଭିତରେ ଗୋଟେ ବାତ୍ସଲ୍ୟ ସ୍ନେହ ଉଦ୍ରେକ ହେଲା। ପିଲାକୁ ଦେଖି ନାହାନ୍ତି 6 ଦିନଠୁ, ଏଡ଼େ ବଡ଼ ଭେଣ୍ଡିଆ ହେଲାଣି। ତାଙ୍କର ସ୍ତନରୁ ଦୁଗ୍ଧ ସ୍ରାବ ହେଲା, ବାତ୍ସଲ୍ୟ ବଶତଃ ଯେମିତି ଯଶୋଦାଙ୍କର ହଉଥିଲା, ସେମିତି ତାଙ୍କର ସ୍ତନରୁ ଦୁଗ୍ଧ ସ୍ରାବ ହେଲା। ସେ ବୋଲି ଏଇଟା ମୋର ପୁଅ, କିଏ ସିଏ ଜାଣିପାରୁନାହାନ୍ତି। ସିଏ ଭାବୁଛନ୍ତି ମୋ ପିଲାଟା ଯଦି ବଡ଼ ହେଇଥାନ୍ତା ଆଜି ଏତେ ବଡ଼ ହେନ୍ତାଣି, ଏଇଟା କାହାର ପିଲା, କିଏ ଇଏ। ପାଖକୁ ଯେତେବେଳେ ଆସିଲେ ଧୀରେ ଧୀରେ, ନାଇଁ ଏ କୃଷ୍ଣ ନାହିଁ। ତା ପଛରେ କୃଷ୍ଣ ଆଇଲେ। କୃଷ୍ଣ, ଦେବକୀ, ନାରଦ ମୁନି ସବୁ ଆଇଲେ। ନାରଦ ମୁନି ସବୁ ଘଟଣା କହିଲେ। ଆରେ ଇଏ କୃଷ୍ଣ ନାହିଁ, କୃଷ୍ଣଙ୍କ ପରି ଆଗେ ଦୁଶ୍ଚି ତାଙ୍କର ବଡ଼ ପୁଅ। ହେଲେ ତାପରେ ପ୍ରଦ୍ୟୁମ୍ନ ଆଉ ରତିଙ୍କର ବିବାହ ହେଲା। ସେ ଯୋଉ ରୁକ୍ମୀ ବଡ଼ ମାମୁଁ ଯିଏ ଗୋଡ଼େଇକିରି ଆଇଥିଲା ମାରିବାକୁ କୃଷ୍ଣଙ୍କୁ, ବାଟରେ ରହିଗଲା, ମୁଣ୍ଡ ଚଞ୍ଚେଇ ଦେଇଥିଲେ। ତାର ଗୋଟେ ଝିଅକୁ ରୁକ୍ମିଣୀ ପ୍ରଦ୍ୟୁମ୍ନ ଆଉଥରେ ବିବାହ କଲେ, ମାମୁଁ ଝିଅ ଭଉଣୀ। ତାଠୁ ଜନ୍ମ ହେଲେ ଅନିରୁଦ୍ଧ। ସେ ଅନିରୁଦ୍ଧ ବିବାହ କରିଥିଲେ ଗୋଟେ କନ୍ୟାକୁ, ଶୋଣିତପୁରରେ ବାଣାସୁର ରାଜତ୍ୱ କରୁଥିଲା। ଶୋଣିତପୁର, ବାଣାସୁର ହେଉଛି ବଳି ମହାରାଜଙ୍କର 100 ପୁଅ ଭିତରୁ ବଡ଼ ପୁଅ ବାଣାସୁର। ସେ ବାଣାସୁରର ଗୋଟେ ସୁନ୍ଦରୀ ଝିଅ ଥିଲା ଉଷା। ସେ ଦିନେ ପାର୍ବତୀକି ପଚାରିଲା, ମାତା ଆପଣ ଯେମିତି ଶିବଙ୍କ ସହିତ ବିହାର କରୁଛନ୍ତି, ମୁଁ କେବେ ମୋର ପତି ସହିତ ବିବାହ କରିବି ନା? ଅମୁକ ତିଥି ଦ୍ୱାଦଶୀରେ ଯାହାକୁ ଦେଖିବୁ ସିଏ ତୋର ପତି। ଇଏ ସେ ତିଥିକୁ ଅପେକ୍ଷା କରି ରହିଲେ। ହେଲେ ସେ ଦିନେ ନିର୍ଦ୍ଦିଷ୍ଟ ରାତିରେ ସେ ଦେଖିଲା ସେ ପୁଅକୁ। ସିଏ ମଧ୍ୟ ଅନିନ୍ଦ୍ୟ ସୁନ୍ଦର ଯୁବକ, ସ୍ୱପ୍ନରେ ତା ସହିତ ରତି କଲା। ରତି କ୍ରୀଡ଼ା କରି କରି ଆନନ୍ଦରେ ସମୟ କଟୁଛି। କିଛି ସମୟ ପରେ ସେ ରାଜପୁତ୍ରଟା ଅନ୍ତର୍ଧ୍ୟାନ ହେଇଗଲା, ଅଦୃଶ୍ୟ ଯେମିତି ହେଇଗଲା।
ଇଏ ଚିତ୍କାର କଲା, କାନ୍ଦିଲା, କୁଆଡ଼େ ପଳେଇଲ ଇଏ ସିଏ। ତା ପାଖରେ ଶୋଇଥିଲା ତାର ସଖୀ ଚିତ୍ରଲେଖା, ବାଣାସୁରର ମନ୍ତ୍ରୀ କୁମ୍ଭାଣ୍ଡର ପୁତ୍ର ଏ ଝିଅ ଚିତ୍ରଲେଖା। ସେ ଉଠିଲା, କ'ଣ ହେଲା, ରଡ଼ି କରୁଛ କ'ଣ ଅଧରାତିରେ? ନା ମୁଁ ଗୋଟେ ସୁନ୍ଦର କୁମାର ସହିତ କ୍ରୀଡ଼ା କରୁଥିଲି, ସେ କୁଆଡ଼େ ପଳେଇଲା। କୁଆଡ଼େ ପଳେଇଲା? ହଉ ଶୁଅ, ରାତି ସକାଳୁ ଦେଖିବା। ସକାଳୁ ସବୁ କୋଉ ରାଜପୁତ୍ର କିଏ ଆଉ ଚିହ୍ନିନି, ଅଚିହ୍ନା ଲୋକ ସବୁ ଚିତ୍ର ଆଙ୍କିଲା। ଯେତେ ବଂଶର, ହସ୍ତିନାର ଯେତେ ରାଜପୁତ୍ର, କେକୟର, କୁଶଳର, ମଦ୍ର ଦେଶର, ମଗଧର ଯେତେ ରାଜ୍ୟ, ଯଦୁବଂଶର ସବୁ ସମସ୍ତଙ୍କର ଚିତ୍ର ସବୁ ଆଙ୍କିଲା। ନାଇଁ, ସବୁ ରିଜେକ୍ଟ ହେଲା। ସବୁ ରିଜେକ୍ଟ ହେଇ ଯଦୁବଂଶକୁ ଆଇଲା। ଯଦୁବଂଶର ଆଇଲା ପ୍ରଥମେ କୃଷ୍ଣଙ୍କର ନାଇଁ ଇଏ, ପ୍ରଦ୍ୟୁମ୍ନ ନାଇଁ ଇଏ, ତାପରେ ଅନିରୁଦ୍ଧଙ୍କ ଦେଖିବାରୁ ସେଇଟା ସିଲେକ୍ଟ ହେଲା। ଓ ଏଇଟା କୃଷ୍ଣଙ୍କର ନାତି, ମୁଁ ଘିନି ଆଣିବି ଯାଇକିରି ଦ୍ୱାରକା। ଦ୍ୱାରକାରେ ମଧ୍ୟ ଅନିରୁଦ୍ଧ କୃଷ୍ଣଙ୍କୁ ଉଷାକୁ ସ୍ୱପ୍ନ ଦେଖିକିରି କ୍ରୀଡ଼ା କରୁଛନ୍ତି। ସିଏ ଗଲା ତାର ମନ୍ତ୍ର ବଳରେ ସିଏ ଉଡ଼ିକିରି ଅନିରୁଦ୍ଧକୁ ଧରି ପଳେଇଲା। ନେ ତୋ ମାଲ ତତେ ଦେଇଦେଲି, ଭୋଗ କରେ। ସିଏ ସ୍ୱପ୍ନରେ ଆଉ କ'ଣ ଟେମ୍ପୋରାରୀ, ଏବେ ପରମାନେଣ୍ଟ ହେଇଗଲା। ପରମାନେଣ୍ଟ ହେଇଗଲା, ଆଉ ଟେମ୍ପୋରାରୀ ନାହିଁ। ସ୍ୱପ୍ନରେ କେତେବେଳେ ଧରା ଦେବ, କେତେବେଳେ ଖସି ପଳେଇବ, କିଏ କହିବ? ଏ ବାନ୍ଧିକିରି ରଖିଲା ଘରେ ଅନ୍ତପୁରରେ, କିଏ ନ ଦେଖିଲା ପରି। ହେଲେ ବି ତାର ବଡ଼ିଗାର୍ଡ ଅଛନ୍ତି ଉଷାର। କିଛି ଦିନ ପରେ ଜଣା ପଡ଼ିଗଲା ଯେ ଇଏ କିଏ ଗୋଟେ ଭିତରେ ପୁରୁଷ ଅଛି। କେବେ ପଶା ଖେଳୁଛି, କେବେ ଭୋଗ କରୁଛି, କେବେ ଆନନ୍ଦ କରୁଛି, କେବେ ଚେସ୍ ଖେଳୁଛନ୍ତି। ସେ ଜଣା ପଡ଼ିଗଲା ପୁରୁଷଟେ ଅଛି ବୋଲି। ଧୀରେ ଧୀରେ ଗର୍ଭ ଲକ୍ଷଣ ପ୍ରକାଶ ପାଇଲା, ଦେହର ସବୁ କାନ୍ତି ବଦଳିଗଲା। ସେମାନେ ତୁରନ୍ତ ବିପଦ ଅଛି ବୋଲି ଯାଇ ବାଣାସୁରକୁ କହିଲେ, ଆଜ୍ଞା ଏମିତି ଏମିତି କଥା। ଆରେ କିଏ ସେ ଝିଅଟାକୁ ଯାଇକିରି ଦୂଷିତ କଲା? ଇଏ ଚାରିଟା ଦେହ ରଖି ଧରିକିରି ଗଲା। ଏ ଉଷା ଅନିରୁଦ୍ଧ ପଶା ଖେଳୁଛନ୍ତି। ଅନିନ୍ଦ୍ୟ ସୁନ୍ଦର ରୂପ, କୃଷ୍ଣଙ୍କର ନାତି। ସେ ରୂପ ଦେଖି ଭାରି ଖୁସି ହେଲା। କିନ୍ତୁ ଯେତେବେଳେ ମାରିବା ପାଇଁ ଗଲା, ସେତେବେଳେ ଯୁଦ୍ଧ କଲେ। ଅନିରୁଦ୍ଧର ଯୁଦ୍ଧ ଦେଖି ବାଣାସୁର ଚମତ୍କୃତ ହେଇଗଲା। ଅନିରୁଦ୍ଧର ଯୁଦ୍ଧ ଏତେ ସାହସୀ, ବୀରତ୍ୱ। ତାପରେ କିଛି ସମୟ ପରେ ଯୁଦ୍ଧ କରିକି ତାକୁ ନାଗଫାସ ଦ୍ୱାରା ବନ୍ଧନ କରି ନେଇଗଲା। ଉଷା କାନ୍ଦିଲେ। ଇଏ ଘଟଣା ନାରଦ ମୁନି ଦ୍ୱାରକାରେ କହିଲେ। ଏ ଖବର ନାରଦ ମୁନି ଯାଇକିରି ଦ୍ୱାରକାରେ ଦେଲେ। ଦ୍ୱାରକାରୁ କୃଷ୍ଣ କ'ଣ କଲେ, 12 ଅକ୍ଷହୁଣୀ ଯାଦବ ସେନା ଧରିକିରି ଆଇଲେ। ହଁ, ଇଏ କ'ଣ ହେଇଛି, ଇଏ ବାଣାସୁର ହଉଛି ଶିବ ଭକ୍ତ। ଶିବଙ୍କଠୁ ସିଏ ବର ପାଇଛି 1000ଟା ହାତ, ତାର ସହସ୍ର ବାହୁ। ସହସ୍ର ବାହୁରେ ସିଏ ବାଜା ବଜେଇକିରି ଶିବଙ୍କର ତାଣ୍ଡବ ନୃତ୍ୟକୁ ସହାୟତା କରେ। ଆଉ କ'ଣ ବର ପାଇଛି ନା, ଶିବ ତାର ପୁରୀର ରକ୍ଷକ ହେବେ। ମୋ ପୁରୀ କି କ'ଣ ବିପଦ ଆଇଲେ ତମେ ଦାୟୀ। 2ଟା ବର। କେତେ ଦିନ ପରେ ଶିବଙ୍କୁ କହିଲା, ପ୍ରଭୁଜୀ ଇଏ 1000ଟା ହାତ ଦେଲ, କିଛି ନାହିଁ, ଦେହକୁ କେବଳ ଲୋଡ଼ ଆଗା ବୁଝ। କ'ଣ କରିବି, ମୋ ତ ଶତ୍ରୁ ମୋ ପାଖକୁ କିଏ ଆଉନି। ଯୁଦ୍ଧ କଲେ ହାତର ଫଙ୍କସନ ହେନ୍ତା କାମ ଦବ। ଏ କଳଙ୍କି ଲାଗିଲାଣି, ହାତ କୁଣ୍ଡିଆ ହଉଛି। ପଥରରେ ପର୍ବତରେ ବାଡ଼େଇଲେ ପର୍ବତ ଚୂନା ହେଇଯାଉଛି। ସେଇଠୁ ଶିବ କହିଲେ, ଉତ୍ପାତ ତୋର ବଢ଼ିଲା, ଶତ୍ରୁ ଦେଖିବାକୁ ଚାହୁଁଛୁ? ତୋର ରଥର ପତାକାଟା ଯୋଉଦିନ ପଡ଼ିଯିବ, ଜାଣିବୁ ଯେ ଶତ୍ରୁ ପଶିଲା ତୋ ରାଜ୍ୟରେ। ଯା ସେ ପର୍ଯ୍ୟନ୍ତ ଜଗେ। ଏମାନେ ଯେତେବେଳେ 12 ଅକ୍ଷୌଣୀ ସୈନ୍ୟ ଧରିକିରି ଆଇଲେ, ସେ ଧ୍ୱଜାଟା ପଡ଼ିଗଲା, ରଥର ପତାକା ପଡ଼ିଯିବାରୁ ଶତ୍ରୁ କିଏ ଆଇଲା ବୋଲିକିରି ସେ ରେଡ଼ି ହେଲା। ଏଣେ ଦେବତା ମାନେ ସବୁ ଉପରୁ ଆଇଲେ ଟିକେଟ କାଟିକିରି ହରିହର ଯୁଦ୍ଧ ଦେଖିବାକୁ। ହରିହର ଯୁଦ୍ଧ ସହଜରେ ମିଳିବ? ସେ ଭାରତ ପାକିସ୍ତାନ ଖେଳ ହେଲା ଭଳିଆ। ଭାରତ ପାକିସ୍ତାନ ଖେଳ, ଟିକେଟ କାଟିକିରି ଆଗରେ ବସ। ସେମିତି ହରିହର ଯୁଦ୍ଧ
ସେ ବ୍ରହ୍ମା ଇଏ ସିଏ ଇନ୍ଦ୍ର ଚନ୍ଦ୍ର ଯେତେ ସବୁ ଗନ୍ଧର୍ବ କିନ୍ନର ଲାଇନ୍ ଲଗେଇଲେ ସବୁ ହରିହର ଯୁଦ୍ଧ। କୃଷ୍ଣ ଶିବ ସିଦ୍ଧ ଇଆଡ଼ୁ ଆସିଲେ ତାକୁ ବାଣାସୁରକୁ ରକ୍ଷା କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ, ତାଙ୍କର ପୁରୀ ରକ୍ଷକ ପରା। ତେଣୁ ସିଏ ଗଣେଶ କାର୍ତ୍ତିକେୟ ସିଏ ଗୋଟେ ଦଳ ଧରିକିରି ଭୂତ ପ୍ରେତ ପ୍ରମଥ ପିଶାଚ ବେତାଳ ଜାତୁଧାନୀ କୁଷ୍ମାଣ୍ଡ ସବୁ ଧରିକିରି ତାଙ୍କ ଦଳ ଆଇଲେ। ଦି ଦଳ ଭିତରେ ଭୟଙ୍କର ଲୋମହର୍ଷଣକାରୀ ଯୁଦ୍ଧ ହେଲା, ଭୟଙ୍କର ଯୁଦ୍ଧ। କୃଷ୍ଣଙ୍କ ସହିତ ଶିବଙ୍କର, ପ୍ରଦ୍ୟୁମ୍ନଙ୍କ ସହିତ କାର୍ତ୍ତିକେୟଙ୍କର, ଏମିତି କାର କାର ବଳଦେବଙ୍କ ସହିତ ସାତ୍ୟକୀ, ଏମିତି କାର କାର ସବୁ ଯୁଦ୍ଧ, ପ୍ରଚୁର ପ୍ରବଳ ଯୁଦ୍ଧ ହେଲା ଭୟଙ୍କର। ଶିବଙ୍କର ମାଡ଼ ଇଆଡ଼େ କୃଷ୍ଣଙ୍କର ମାଡ଼, ଯୁଦ୍ଧ ଭୟଙ୍କର ଅସ୍ତ୍ର ବିନିମୟ ଚାଲିଛି। ତାପରେ ଏମିତି ଯୁଦ୍ଧ କରି କରି ଶିବଙ୍କୁ ଗୋଟେ ସ୍ୱର ମାରିଲେ ଜୃମ୍ଭାସ୍ତ୍ର। ସେ ଜୃମ୍ଭାସ୍ତ୍ର ମାରିବା ଫଳରେ ଶିବ କ'ଣ କଲେ, ହାଇ ମାରିକିରି ଯୁଦ୍ଧ କ୍ଷେତ୍ରରେ ଶୋଇପଡ଼ିଲେ। ହାଇ ମାରିକିରି ଶୋଇପଡ଼ିଲେ ସେ ଯୁଦ୍ଧ କ୍ଷେତ୍ରରେ। ତାପରେ ଇଆଡ଼େ ବାଣାସୁର ଯୁଦ୍ଧ କଲା ହେଇକିରି, ବାଣାସୁର ସହିତ ଭୟଙ୍କର ଯୁଦ୍ଧ ହେଲା, ସୈନ୍ୟବାହିନୀ ସବୁ ଶେଷ। ସେ ବାଣାସୁରକୁ କାଳେ ମାରିଦେବେ ବୋଲି ତାଙ୍କର ପୂଜିତା ଦେବୀ କୋଟରା ଦେବୀ, ସେ କୋଟରା ଦେବୀ ପୁଅକୁ ରକ୍ଷା କରିବା ପାଇଁ ଲଙ୍ଗଳା ହେଇକିରି ଆଇକିରି, ଆଉ ତ ଉପାୟ ନାହିଁ କିଛି ପାରିବିନି ଭଗବାନଙ୍କୁ। ତେଣୁ କୃଷ୍ଣ ଆଉ ବାଣାସୁର ଭିତରେ ଉଲଗ୍ନ ହେଇକିରି ଆଇକିରି ଠିଆ ହେଇ ପଡ଼ିଲେ। ଉଲଗ୍ନ ହେଇକିରି ଠିଆ ହେଇ ପଡ଼ିଲେ ଯେମିତି କୃଷ୍ଣ ମୁହଁଟା ବୁଲେଇ ଦେଇକିରି ଅନ୍ୟ ଆଡ଼େ ଯୁଦ୍ଧ କରିବାକୁ ଗଲେ, ବାଣାସୁର ଖସିକି ପଡ଼ିଲା। ତାପରେ ଆଉ ଥରେ କ'ଣ କଲେ ନା, ବାଣାସୁର ଆଉ ଥରେ ଯୁଦ୍ଧ ସବୁ ଅସ୍ତ୍ର ଧରିକିରି ଆଇଲା ସୈନ୍ୟବାହିନୀ, ଆଉ ଥରେ ଭୟଙ୍କର ଯୁଦ୍ଧ ହେଲା। ଭୟଙ୍କର ଯୁଦ୍ଧ ହେଇକିରି ତାପରେ ଯେତେବେଳେ ସବୁ ମଲେ, ବାଣାସୁରକୁ ମାରିବା ପାଇଁ ଚକ୍ର ବାହାର କଲେ, ସେତେବେଳେ ଶିବ ଘୁଙ୍ଗୁଡ଼ି ମାରିକିରି ଉଠିଲେ। ସେତେବେଳେ ଯେତେବେଳେ ଉଠିଲେ, ଆଜ୍ଞା ମୋର ଭକ୍ତଟା ମାରନ ମାରନ, ତାକୁ ମାରନ, ମୋର ଭକ୍ତଟା ମୋର ଶିଷ୍ୟ। ସେ କରେ ନାଇଁ ନାଇଁ ତାକୁ ମାରିବିନି, ଯେ ତାର ଯେଉଁ 1000ଟା ହାତକୁ ନେଇକିରି ଅହଙ୍କାର ହେଇଛି, ସେ ହାତ ଗଣ୍ଡାକ ଶେଷ କରିଦେବି। ତେଣୁ 2ଟା ହାତ ରଖି ତାକୁ ସବୁ ହାତ ଯାକ ବାହାର କରିଦେବେ ଚକ୍ରରେ। ଇଏ ଅନ୍ତକାଳେ ଆପଣଙ୍କର ଶିବ ଲୋକ ପ୍ରାପ୍ତ ହେବ। ଇଏ ପ୍ରହ୍ଲାଦ ବଂଶରେ ଜାତ, ତେଣୁ ପ୍ରହ୍ଲାଦକୁ ମୁଁ ବର ଦେଇଛି, ତୋ ବଂଶରେ କାହାକୁ ମାରିବିନି ମୁଁ, ତେଣୁ ଇଏ ବଞ୍ଚିବ। ତାପରେ ଏଇପରି ହାରିବା ପରେ ଉଷାକୁ ଆଣିଲା, ଅନିରୁଦ୍ଧକୁ ଆଣିଲା, ଯୌତୁକ ସବୁ ଦେଇ ବିବାହ କରି ସବୁ ଦ୍ୱାରକା ଗଲେ। ଦିନେ କୃଷ୍ଣ ରୁକ୍ମିଣୀକି ପରୀକ୍ଷା କଲେ, କହିଲେ ରୁକ୍ମିଣୀ, ତୁମର ତ ବାପା ତୁମକୁ ଶିଶୁପାଳକୁ ବିବାହକୁ ଦେବାକୁ ଚାହୁଁଥିଲେ, ତୁମେ ମତେ କାହିଁକି ବିବାହ କଲ? ମତେ କାହିଁ ବିବାହ କଲ? ସେ ରାଜ୍ୟକୁ ଯାଇଥିଲେ ଗୋଟେ ରାଣୀ ହେଇଥାନ୍ତ, ଐଶ୍ୱର୍ଯ୍ୟ ଭୋଗ କରିଥାନ୍ତ। ମୋର ଏଠାରେ କ'ଣ ଅଛି? ଏଠି ରାଜପଦ ଅଛି, ମୁଁ ଲୁଚିକିରି ରହିଛି। ରଜା ହେଉଛନ୍ତି ଉଗ୍ରସେନ, ମୁଁ ତାଙ୍କର କଟୁଆଳ, କିଛି ନାହିଁ। ତୁମେ କାହିଁକି ଏମିତି ଗୋଟେ ଭିକାରୀର ପତ୍ନୀ ହେଲ? କ୍ଷମତା ନାହିଁ, ଐଶ୍ୱର୍ଯ୍ୟ ନାହିଁ, ଧନ ନାହିଁ, ସିଂହାସନ ନାହିଁ, କିଛି ନାହିଁ ମୋର। ଶତ୍ରୁ କବଳରୁ ଲୁଚିକିରି ମୁଁ ରହିଛି ଅଯୋଧ୍ୟାରେ, ଏ ଦ୍ୱାରକାରେ। ତେଣୁ ଏବେ ମଧ୍ୟ ସମୟ ଅଛି, ମୁଁ ଆଦେଶ ଦଉଛି, ତୁମେ ପଳା ଶିଶୁପାଳ ପାଖକୁ, ସୁଖରେ ରହିବ। କାଳେ କୃଷ୍ଣ ମତେ ପରିତ୍ୟାଗ କରିଦେବେ, ଏ କଥା ଭାବିକିରି ରୁକ୍ମିଣୀ ମୂର୍ଚ୍ଛିତ ହେଇକିରି ପଡ଼ିଗଲେ। ପଡ଼ିଯିବାରୁ କୃଷ୍ଣ ଏଇଟା ପରିହାସ ବୋଲି ଭାବି ତାଙ୍କୁ ଉଠେଇଲେ। ଉଠେଇକିରି ବାଳ ଫାଳ ସବୁ ସାଇଜ କରିଦେଲେ, ଚତୁର୍ଭୁଜ ହେଇକିରି ଉଠେଇଲେ। 2 ହାତରେ ଉଠେଇଲେ, ଆଉ 2 ହାତରେ ମୁଣ୍ଡ ସଜାଡ଼ି ଦେଲେ। ରୁକ୍ମିଣୀ କହିଲେ, ପ୍ରଭୁଜୀ, ଭଗବାନ ଯେଉଁ ଯେଉଁ ପଏଣ୍ଟ ସବୁ କହିଥିଲେ, ଆପଣ ଦ୍ୱାରକା କାଳେ ଲୁଚିକିରି ରହିଛନ୍ତି? ଆପଣ ତ ନିତ୍ୟକାଳ ସମସ୍ତଙ୍କର ହୃଦୟରେ ଲୁଚିକିରି ଅଛନ୍ତି।
ଆପଣ ତ ସମସ୍ତଙ୍କୁ ରାଜ୍ୟ ଦେବା ଲୋକ, ଆଉ ଆପଣଙ୍କର ରାଜ୍ୟ କ'ଣ ଦରକାର? ଯିଏ ସମସ୍ତଙ୍କୁ ରାଜ୍ୟ ଦେଇଛି, କଂସକୁ ମାରିଲେ, ଉଗ୍ରସେନକୁ ଦେଲେ, ଜରାସନ୍ଧକୁ ମାରିଲେ, ତା ପୁଅକୁ ଦେଲେ, ବାଣେଶ୍ୱରକୁ ମାରିଲେ, ନାଇଁ ବାଣେଶ୍ୱରକୁ ନାହିଁ, ସେଠି ନରକାସୁରକୁ ମାରିଲେ, ତା ପୁଅକୁ ଦେଲେ, ଯେତେ ଆଡ଼େ ଯାଉ ଯାଉ ମାରି ମାରି ସବୁ ରାଜ୍ୟ ଆପଣ ଦେଇ ଦେଇ ଆସିଛନ୍ତି, ଆଉ ଆପଣଙ୍କର ରାଜ୍ୟ ଦରକାର? ସେଇଠୁ କହିଲେ ଆପଣଙ୍କ ଭଳିଆ ପତି ଯିଏ ପାଇଛି ସିଏ କେବେ ଛାଡ଼ିବ? ଆପଣଙ୍କୁ ପରିତ୍ୟାଗ କଲେ କାହାକୁ ପତି ରୂପେ ପାଇବି? ଯୋ ଏ ସଂସାରର ନାରୀମାନେ, ଏ ସଂସାର ଯେତେ ଅଭାଗା ହତଭାଗା ରମଣୀ ସବୁ, କାହିଁକି ନା ଆପଣଙ୍କ ଭଳିଆ ପତିକି ସେମାନେ ଲାଭ କରିପାରୁନାହାନ୍ତି। ଆପଣ ହେଉଛନ୍ତି ଜଗତର ମୂଳ ପତି। କିଏ ପତି? ଆପଣ ଜଗତର ମୂଳ ପତି। ଆପଣଙ୍କ ଭଳିଆ ପତିକି ଛାଡ଼ିକିରି ବାତ ପିତ୍ତ କଫ ରକ୍ତ ପୂଜ ମଳ ମୂତ୍ରର ଗୋଟେ ଥଳି ମଣିଷ, ତାକୁ ପତି ବୋଲି ଯିଏ ଜ୍ଞାନ କରେ ସେ ନାରୀ କି ଧିକ୍ ଧିକ୍। ସେ ନାରୀ କି କାଲି ସକାଳୁ ମରିବ, ସିନ୍ଦୁର ଲିଭେଇ ଦେଇକିରି କାଚ ଭାଙ୍ଗିକି ପଳେଇବ। ତାକୁ ଆଣିବ କାହିଁକି, ପିନ୍ଧିବ କାହିଁକି, ଆଉ ଥରେ କାଢ଼ିକିରି ଭାଙ୍ଗିବ କାହିଁକି? କୃଷ୍ଣଙ୍କୁ କାହିଁକି ନ ମାରିଲ? ନିଜ ପୁଅଟା ମରିଲେ କାନ୍ଦିବ। କୃଷ୍ଣଙ୍କ ପୁଅ କରୁନ ନନ୍ଦ ମହାରାଜ ଭଳିଆ, କେବେ ହେଲେ ପୁତ୍ର ଶୋକ ହବନି? ହବାର ଅଛି କି? କିଛି ନାହିଁ। ତମେ ତ ଅଦା ବେପାରୀ, ଆଉ ଜାହାଜ ମୂଲ କୁଆଡ଼େ କରିବ? କୂପମଣ୍ଡୁକ ତମେ। ରୁକ୍ମିଣୀ ମାନିଲେ, ପିଲାବେଳୁ ସେ ଦେଖିଛନ୍ତି ମୁଁ କୃଷ୍ଣଙ୍କୁ ବିବାହ କରି, ଭାଇ ନାହିଁ ବାପା ନାହିଁ, କିଏ କିଛି କରିପାରିବନି। କୃଷ୍ଣ ପ୍ରାପ୍ତି ପାଇଁ ଯିଏ ଚାହିଁବ କୃଷ୍ଣ ଟାଣିକିରି ନେଇଯିବେ। ସଂସାର ପ୍ରାପ୍ତିରେ ମିଳିବନି, ସଂସାରରେ ପ୍ରାରବ୍ଧ ଥିଲେ ମିଳିବ, କିନ୍ତୁ କୃଷ୍ଣ ପ୍ରାପ୍ତି ପାଇଁ ପ୍ରାରବ୍ଧ କର୍ମ କିଛି କାମ କରିବନି, କୃଷ୍ଣ ଉଠେଇ ଧରି ପଳେଇବେ। କିନ୍ତୁ କୃଷ୍ଣଙ୍କ ଆଡ଼େ ମନ ଯିବନି, ମାୟା ଜଗିଛି ପଛଆଡ଼ୁ ଟାଣିବାକୁ। ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେତାମ୍ ତରନ୍ତି ତେ, ସେ ଥିଓରିଟା ଯିଏ ଜାଣିଛି ସିଏ ମାୟାଧାରୀଙ୍କର ଶରଣାଗତ ହବ, ନହେଲେ ମାୟାକୁ ମୁଣ୍ଡ ବିକିବ। ବାଲ୍ୟକାଳରୁ ସ୍ତ୍ରୀଟେ ହେଇକିରି କୃଷ୍ଣଙ୍କର ବାପା ଭାଇର ଜିନିଷକୁ ଏଡ଼େଇକିରି କୃଷ୍ଣଙ୍କୁ ପତି କଲେ। ଆଉ ମୋବାଇଲରୁ ଦେଖିକିରି ଗୋଟେ ସିଙ୍ଗାଣୀ ନାକା ଟୋକାଟାକୁ ଡାକିକିରି ଆଣିକିରି କାଲି ସକାଳୁ ବାଡ଼ାବାଡ଼ି ହେଇକିରି ଜେଲକୁ ଗଲେ। କି ପୌରୁଷ! ଫାଜିଲାମି ଫକଡ଼ ରାମଦାସ କୃଷ୍ଣଙ୍କ ଭଳିଆ ପିଲାକୁ ପାଇଲେ ପତି କଲେ, ପୌରୁଷ। ଇଏ ଛତରା ଲଫଙ୍ଗା ବାଳୁଙ୍ଗା 2 ଦିନ ପାଇଁ ହଲିକିରି ସେଇଠୁ ବାଡ଼ାବାଡ଼ି, ମୁଣ୍ଡ ଫଟାଫଟି। ନାଇଁ, ରୁକ୍ମିଣୀ ସେ ଜିନିଷ ନାହିଁ। ମୋର ମୂଳପତି ଦରକାର। ଗୋପୀ କ'ଣ କିଏ କ'ଣ, ଯିଏ କୃଷ୍ଣଙ୍କୁ ପାଇଲା ସେ କୃଷ୍ଣଙ୍କର ହେଲା, ତେଣୁ ମୁଁ ଯିବି ନାହିଁ। ସେଇଠୁ କୃଷ୍ଣ ମାନିଲେ, ମୁଁ ତମକୁ ପରୀକ୍ଷା କରୁଥିଲି, ତମେ ମୂର୍ଚ୍ଛା ହେଇଗଲ, ତମକୁ ଛାଡ଼ିଦେବି ମୁଁ? ଥରେ ନାରଦ ମୁନି ଆସିଲେ। ନାରଦ ମୁନି ଶୁଣିଲେ ଯେ ଗୋଟେ ସମୟରେ କୃଷ୍ଣ 16,100 ପିଲାକୁ ବିବାହ କରିଛନ୍ତି, 100 ନାରୀ କି। ବଡ଼ ଆଶ୍ଚର୍ଯ୍ୟ କଥା। ସେ ଦ୍ୱାରକାକୁ ଆସିଲେ କୃଷ୍ଣଙ୍କର ଐଶ୍ୱର୍ଯ୍ୟ ଦେଖିବାକୁ। ସେ ସବୁ ମହଲରେ ପହଞ୍ଚିଲେ। କୃଷ୍ଣ 16,108 ମହଲରେ କ'ଣ ଗୋଟେ ଘରେ ଗାଈ ଗୋଠ ଭଳିଆ ସବୁ ଅଛନ୍ତି କି? ଗାଈ ଗୋଠ ଭଳିଆ ନାହିଁ। ଯାହା ତା ବିଲ୍ଡିଂ ଅଲଗା, ଯାହା ତା ବିଲ୍ଡିଂ, ପିଲା ଛୁଆ ଘର, ତାଠୁ ଖଣ୍ଡେ ଦୂରରେ ଆଉ ଗୋଟେ ରାଣୀର, ତା ବିଲ୍ଡିଂ ଅଲଗା, ତା ବିଲ୍ଡିଂ ଅଲଗା, ତା ବିଲ୍ଡିଂ ଅଲଗା। ଯେମିତି IAS କ୍ୱାର୍ଟର ଦେଖିଛ ଭୁବନେଶ୍ୱରରେ, ସବୁ ଅଲଗା ଅଲଗା, ଯାହାର ତାର ସବୁ। ମନ୍ତ୍ରୀର କ୍ୱାର୍ଟର, ତାର ଖଣ୍ଡେ ବିରାଟ ଏରିଆ, ତାର ମନ୍ତ୍ରୀର ଆଉ ଗୋଟେ ଖଣ୍ଡେ, ସେମିତି ସବୁ ରାଣୀମାନଙ୍କର ବିରାଟ ଏରିଆ। 16,108ଟା ରାଣୀର ଏରିଆ, ଏଇଟା ରାଣୀ ମହଲ। ହେଲେ ଇଏ ପଶିଲେ ଗୋଟେ ରାଣୀଙ୍କ ମୂଳ। ସେଠି କୃଷ୍ଣ କ'ଣ କରୁଛନ୍ତି ନା, ସକାଳୁ ଉଠୁଛନ୍ତି, ଉଠିକିରି ନାରଦ ମୁନି କୁଆଡ଼େ ଆସିଲା ବୋଲି ତାଙ୍କୁ ମୁଣ୍ଡିଆ ମାରିଲେ, କଲେ, ପ୍ରଣାମ କଲେ, ସ୍ନାନ କରିବା ପାଇଁ ଗଲେ, ଯାଉଛନ୍ତି, ଉଦ୍ୟୋଗ କରୁଛନ୍ତି। ସେଇଠୁ ମୁଣ୍ଡିଆ ମାରିକିରି ପୂଜା କଲେ, ତାଙ୍କର ପଳେଇଲେ। ଆଉ ଗୋଟେ ଆଡ଼େ ଗଲାବେଳକୁ କୃଷ୍ଣ ପିଲାମାନଙ୍କୁ ପାଠ ପଢ଼ଉଛନ୍ତି। ଆରେ ଏଇଟା ପାହାନ୍ତିଆ ଥିଲା, ଏଇଠିକି ଆସିଲା ବେଳକୁ
ଖରାବେଳ ସେତିକି ସେତିକି ଭିତରେ ଋତୁ ପରିବର୍ତ୍ତନ, ସମୟ ପରିବର୍ତ୍ତନ, କାଳ ପରିବର୍ତ୍ତନ। ବିଚିତ୍ର ଦ୍ୱାରକା। ଆଉ ଗୋଟେ ରୁମ୍ ଗଲାବେଳକୁ ସେଇଠି ଦେଖିଲେ ଆପଣ କେତେବେଳେ ଆସିଲେ ହସ୍ତିନାକୁ, ସେଇଠି କୃଷ୍ଣ ପଚାରୁଛନ୍ତି ତାଙ୍କୁ। ଆଉ ଗୋଟେ ରୁମ୍ ଗଲାବେଳକୁ କୃଷ୍ଣ ଉଦ୍ଧବଙ୍କ ସହିତ ମନ୍ତ୍ରଣା କରୁଛନ୍ତି, ଆରେ ଆରେ ନାରଦ ମୁନି ଆସନ୍ତୁ ଆସନ୍ତୁ ବସନ୍ତୁ। ହଁ ସେଇଠି। ଆଉ ଗୋଟେ ଜାଗାକୁ ଗଲାବେଳକୁ ସନ୍ଧ୍ୟା, କୃଷ୍ଣ ଧ୍ୟାନ କରୁଛନ୍ତି। ଆଉ ଗୋଟେ ମହଲକୁ ଗଲାବେଳକୁ ଆଉ ଥରେ ଖରାବେଳ, କୃଷ୍ଣ ଭୋଜନ କରୁଛନ୍ତି। ଆଉ ଗୋଟେ ମହଲକୁ ଗଲାବେଳକୁ ସକାଳ, କୃଷ୍ଣ ଶୋଇଛନ୍ତି। ସେଇଠି କେତେ ଜିନିଷ ଐଶ୍ୱର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହେଇଗଲେ। ଖାଲି ଗୃହସ୍ଥ ହେଇଗଲେ ହଉ କି, ଭଗବାନଙ୍କ ଭଳିଆ ଶକ୍ତି ଥିବାର ଅଛି ଲୀଳା କରିବାକୁ। ସେଇଠି ଘର ଭିତରେ ସକାଳ ସନ୍ଧ୍ୟା ରାତି ଦିନ ହେଇଯାଉଛି, ସେତିକି ଭିତରେ ଋତୁଚକ୍ର। ଯେତେବେଳେ ସୁଧର୍ମା ସଭାକୁ ଯିବେ 16,108 ଘରୁ 16,108ଟା କୃଷ୍ଣ ବାହାରିବେ, ଏକ ହେଇକିରି ସଭାକୁ ଯିବେ। ଉପରଓଳି ଫେରିଲା ବେଳକୁ 16,000 ଭାଗରେ ଆଉଥରେ ବିଭକ୍ତ ହେଇକିରି 16,108ଟା ଘରେ ପ୍ରବେଶ କରିବେ। ଯାହା ଘରେ କୃଷ୍ଣ ନିତ୍ୟ, ଏଇଠୁ ସେଠିକି ସେଇଠୁ ଏଠିକି ନାହିଁ। ଇଏ ହେଉଛି କୃଷ୍ଣଙ୍କର ଗୃହସ୍ଥ ଲୀଳା। ଏଇ ପ୍ରକାର ନାରଦ ମୁନି ଦେଖିକିରି ଭାରି ଆଶ୍ଚର୍ଯ୍ୟ ହେଲେ। ହେଲେ ଦିନେ କ'ଣ ହେଇଛି ନା, ଯାଦବ ମାନେ ମହାବୀର ବଣକୁ ଯାଇଛନ୍ତି। ବଣକୁ ବୁଲୁ ବୁଲୁ ପାଣି ପିଇବା ପାଇଁ ଆଇଲେ। ଗୋଟେ କୂଅଟେ, କିଛି ପାଣି ନାହିଁ, ଖୋଜିଲେ। ସେଇଠି ଗୋଟେ ଝିଟିପିଟି ଅଛି। ଝିଟିପିଟିଟାକୁ ବାହାର କରିବାକୁ କେତେ ଲାଗିଲେ। ଶାମ୍ବ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ ଗୁଡ଼ାକ ବୀର ଗୁଡ଼ାକ, ଯାଦବ ବୀର, ଏଡ଼େ ଏଡ଼େ ରଥି, ସେ ଝିଟିପିଟିଟାକୁ ବାହାର କରିପାରିଲେ ନାହିଁ। କେତେ ଲାଗିଲେ, ପାରିଲେନି। এই କୃଷ୍ଣଙ୍କୁ କହିଲେ, ହେ ଗୋଟେ ଝିଟିପିଟିଟେ ବାହାର କରିପାରୁନୁ, କ'ଣ ଏ ରହସ୍ୟ? କୃଷ୍ଣ ଆଇଲେ। କୃଷ୍ଣ ଜାଣିକିରି ତାକୁ ବାଁ ହାତରେ ଉଠେଇକିରି ଧରି କାଢ଼ିଦେଲେ। କୃଷ୍ଣଙ୍କର ହାତ ସ୍ପର୍ଶ ପାଇବା ପରେ ସେ ଗୋଟେ କ୍ଷତ୍ରିୟ ରଜା ରୂପରେ ପରିଣତ ହେଲେ। ଆପଣ କିଏ? ଯଦିଓ କୃଷ୍ଣ ସବୁ ଜାଣନ୍ତି, ତଥାପି ପଚାରିଲେ। ସିଏ କହିଲେ, ଯଦିଓ ଆପଣ ସବୁ ଜାଣନ୍ତି ତଥାପି ପଚାରୁଛନ୍ତି ବୋଲି କହୁଛି, ମୁଁ ହେଉଛି ଇକ୍ଷ୍ୱାକୁଙ୍କର ପୁତ୍ର ନୃଗ। ଏ ପୃଥିବୀରେ ଯେତେ ବଡ଼ ବଡ଼ ଦାତା ଅଛନ୍ତି, ତାଙ୍କ ଲିଷ୍ଟରେ ମୋ ନାଁ ଅଛି। ଆପଣ ନିଶ୍ଚୟ ଜାଣିଥିବେ ମୁଁ ଗୋଟେ ବଡ଼ ଦାତା ବୋଲି। ହଁ, ମୁଁ ଯେତିକି ଗାଈ ଦାନ ଦେଇଛି, ଇନ୍ଦ୍ର ସେତିକି ଜଳ ବୃଷ୍ଟି କରିପାରିନି। ଏ ପୃଥିବୀରେ ସେତିକି ଧୂଳିକଣା ନାହିଁ, ଏ ଗଛରେ ସେତିକି ପତ୍ର ନାହିଁ, ଆକାଶରେ ସେତିକି ତାରା ନାହିଁ। ମୁଁ ଯେତିକି ଗାଈ ଦେଇଛି, କିପରି ଯୌବନରେ ଦୁଧିଆଳି ଗାଈ ତାର ବାଛୁରୀ ସହିତ ସିଂହକୁ ସୁନାରେ, ଖୁରାକୁ ରୂପାରେ କୋଟିଂ କରିକି ଦେଇଛି। କୋଟି କୋଟି ଗାଈ। ଦିନେ କ'ଣ ହେଇଛି ନା, ଗୋଟେ ବ୍ରାହ୍ମଣକୁ ମୁଁ କେତେ ଗାଈ ଦେଲି। କିଛି ଦୂର ଯିବା ପରେ ସେ ବ୍ରାହ୍ମଣର ଦଳରୁ ଗୋଟେ ଗାଈ ଫେରି ଆସିକିରି ମୋର ଗୋଠରେ ମିଶିଗଲା, ଗୋଶାଳାରେ। ଏତେ ଗାଈ ଯାଉଛି, କିଏ ହେତୁ ରଖୁଛି? ତାପରେ ମୁଁ କ'ଣ କଲି, ସେ ଗାଈ ସହିତ ଆଉ କିଛି ଗାଈ ଆଉ ଗୋଟେ ବ୍ରାହ୍ମଣକୁ ଦେଲି। ବାଟରେ ଯେତେବେଳେ ପ୍ରଥମ ବ୍ରାହ୍ମଣ ଦେଖିଲା, ବୋଲେ ଏ ଗାଈଟା ମୋର ତୋ ପାଖକୁ କୁଆଡ଼େ ଆଇଲା? ତୁ ଚୋରିଛୁ ମୋ ଗୋଠରୁ? ନାଇଁ, ମତେ ଏବେ ରଜା ଦେଲେ। ସତ କହୁଛୁ? ହେଲେ ରଜାଟା ଚୋରଟା। ରଜା ଦାନ ଦଉଛି, ଆଉ ଥରେ ଚୋରିକିରି ଅନ୍ୟକୁ ଦଉଛି। ପ୍ରଥମ ବ୍ରାହ୍ମଣ ରାଗିଲା। ଦ୍ୱିତୀୟ ବ୍ରାହ୍ମଣ ବୋଇଲା, ରଜା ଏମିତି କରୁଛି, ଚୋରିକିରି ଆଉ ଥରେ ଅନ୍ୟକୁ ଗାଈ ଦଉଛି। ଦିଟାଙ୍କ ବ୍ରାହ୍ମଣ ଆଇଲେ, ପାଟିତୁଣ୍ଡ କଲେ। ରଜା ବୋଇଲେ, କିଏ ଜାଣିଛି ଗୋଟେ ଗାଈ କିଏ? ଏତେ କୋଟି ଗାଈ ଭିତରେ, ହଉ ତମେ ପାଟି କରନା, ଗୋଟେ ଗାଈ କିଏ ନିଅ, ତା ବଦଳରେ ପ୍ରଚୁର ଗାଈ, 1,00,000 ଗାଈ ହଉ ପଛେ ଆଉ ଜଣକୁ ଦେବି। ନାଇଁ, ଆମେ ନବୁନୁ, ରଜାଟା ଚୋରଟା ବୋଲି ଏଇ ବ୍ରାହ୍ମଣ ସେ ବ୍ରାହ୍ମଣ ରାଗିକିରି ଅସନ୍ତୁଷ୍ଟ ହେଇକିରି ଗଲେ। ତାପରେ ନିର୍ଦ୍ଦିଷ୍ଟ କାଳରେ ରଜା ମଲେ। ରଜା ମରିବା ପରେ ଯମଲୋକକୁ ଗଲେ। ଯମରାଜ ପଚାରିଲେ, ଆପଣଙ୍କର ତ ପୁଣ୍ୟ ପ୍ରବଳ ଅଛି, ପାପ ବି ଅଛି, କ'ଣ ଭୋଗ କରିବେ? ପାପର ଫଳ ନା ପୁଣ୍ୟର ଫଳ? ଆଗ କ'ଣ ଭୋଗ କରିବାକୁ ଚାହାନ୍ତି? ଯୋଉଟା ଭୋଗ କରିବେ ସେଇଟା ଆପଣ
ରଜା କହିଲେ ମୁଁ ଆଗ ପାପର ଫଳ ଭୋଗ କରିବି ମୋର। ତେଣୁ ତାଙ୍କୁ ଗୋଟେ ଝିଟିପିଟି କରି ସେ କୂଅରେ ରଖିଦେଲେ ଯମରାଜ। ତାପରେ କୃଷ୍ଣଙ୍କର ହସ୍ତସ୍ପର୍ଶ ପାଇକିରି ଉଦ୍ଧାର ହେଲେ। ତେଣୁ କହିଲେ ପ୍ରଭୁଜୀ ଇଏ ମୋର ଇତିହାସ, ତେଣୁ ମୁଁ ବର୍ତ୍ତମାନ ପୁଣ୍ୟ ଫଳ ଭୋଗ କରିବାକୁ ସ୍ୱର୍ଗକୁ ଯାଉଛି। ପଢିଲେ ସେଇଠୁ ବୁଝେଇଲେ କୃଷ୍ଣ ବ୍ରାହ୍ମଣର ମହିମା କାହାକୁ ଯାଦବ ମାନଙ୍କୁ। କେବେ ହେଲେ ବ୍ରହ୍ମସ୍ୱ ହରଣ କରିବା ପାଇଁ ସ୍ୱପ୍ନରେ ମଧ୍ୟ ଚେଷ୍ଟା କରିବନି। ଯଦିଓ ଯାଦବ ମାନେ ସେପରି ନୁହନ୍ତି ବ୍ରହ୍ମଣ୍ୟ ପ୍ରିୟ, ତଥାପି ଲୋକଶିକ୍ଷା ମାତ୍ରେ ସିଏ ବୁଝଉଛନ୍ତି ବ୍ରାହ୍ମଣର ମହିମା। ହେଲେ ତାପରେ ଇଏ ସବୁ ଗଲା। ବ୍ରାହ୍ମଣର ମହିମା ବିଷୟରେ ଭାଗବତରେ ବହୁତ ତର୍ଜମା ଅଛି। ଆହୁରି କେତେ କଥା କହିଲେ, ଖାଲି ବ୍ରହ୍ମ ସୁହରଣେ ବ୍ରାହ୍ମଣ ମୋର ତନୁ, ବ୍ରାହ୍ମଣ ଅମୁକ ସମୁକ ବହୁତ କଥା କହିଲେ। ବ୍ରାହ୍ମଣ ମୁଖରେ ମୁଁ ଖାଦ୍ୟ ଗ୍ରହଣ କରେ, କିନ୍ତୁ କଳି ଯୁଗରେ ସେ ନିୟମ ଲାଗୁ ହବ ନାହିଁ। ଆଜିକାଲି ସେ କେତେ ପିଲା ତାଙ୍କ ମା ବାପା କଣ ଆମ ଦେଲେ ମାଡ ଲାଗୁଛ, ଆମେ ଗୋଡ ଧୋଇଲେ କୃଷ୍ଣ ପାଣି ମୁଣ୍ଡରେ ଛିଞ୍ଚୁଛନ୍ତି, ଆମର ଅମୁକ କୃଷ୍ଣ ଉଚ୍ଛିଷ୍ଟ ଖାଉଛନ୍ତି, ଆମର ପାଦ ଧଳି ମୁଣ୍ଡ ମାରୁଛି ଅମୁକ କଣ। ଯୋଉ ବ୍ରାହ୍ମଣ ଯାଇଥିଲା କୃଷ୍ଣ ରୁକ୍ମିଣୀଙ୍କର ପ୍ରତିନିଧି ହେଇକିରି, ତାକୁ କୃଷ୍ଣ କହିଛନ୍ତି ବ୍ରାହ୍ମଣର କି ଯୋଗ୍ୟତା ଥିଲେ ମୁଁ ତାର ସେବା କରେ। ସେଟା କହିଛନ୍ତି, ଯାହାକୁ ତାହାକୁ ନେଇ ହଗୁରା ମୁତ୍ରାକୁ ନେଇ। ବ୍ରାହ୍ମଣର ଏ ଯୋଗ୍ୟତା ଥିଲେ ମୁଁ ତାର ସେବା କରେ, ତା ଦାୟିତ୍ୱ ନିଏ, ତାକୁ ସମ୍ମାନ ଦିଏ, ସମସ୍ତଙ୍କୁ ନେଇ। ନବମ ସ୍କନ୍ଧରେ ଏଠି ସବୁ କହିଲେ ବ୍ରାହ୍ମଣ ମୋର ଶରୀର, ବ୍ରାହ୍ମଣ ମୁଖରେ ମୁଁ ଖାଏ, ବ୍ରାହ୍ମଣ ଅପମାନ ହେଲେ ମୁଁ ଅପମାନିତ ହୁଏ, ସବୁ କଥା କହିଲେ। କିନ୍ତୁ ସେ କଳିଯୁଗ କଥା ଛାଡ଼, ଅନ୍ୟ ଯୁଗର କଥା କହୁଛି, ସତ୍ୟ ଯୁଗ ହଉ। ନବମ ସ୍କନ୍ଧରେ ଅଛି ଅମ୍ବରୀଶ ମହାରାଜ ଏକାଦଶୀ କରୁଥିଲେ, ବର୍ଷେ ବ୍ୟାପୀ ବ୍ରତ। ଶେଷ ଯେବେ ହବ ବର୍ଷ ସରିଲା, ଦୁର୍ବାସା ମୁନି ଆସି ପହଞ୍ଚିଲେ। ଅମ୍ବରୀଶ ମହାରାଜ ହଉଛନ୍ତି ଚକ୍ରବର୍ତ୍ତୀ ସୂର୍ଯ୍ୟବଂଶୀ ରଜା। ଦୁର୍ବାସାଙ୍କୁ କହିଲେ ଆପଣ ଯାଆନ୍ତୁ ଯମୁନାରେ ସ୍ନାନ କରି ଆସନ୍ତୁ, ଆସିଲେ ପ୍ରସାଦ ପାଇବା। ଆଜି ଭଲ ହେଲା, ଉଦ୍ଯାପନ ଉତ୍ସବରେ ଆପଣ ଆସିଲେ ଅତିଥି, ମୋର ବ୍ରତ ସଫଳ ହେଲା, ଆପଣଙ୍କ ଭଳିଆ ଲୋକକୁ ମୁଁ ପାଇଲି। ଆସିଲେ, ଆସିବା ପରେ ଇଏ ସ୍ନାନ କରିବାକୁ ଗଲେ। ସେ ସ୍ନାନ କରୁ କରୁ ସମାଧିଗ୍ରସ୍ତ ହେଇଗଲେ ସେଠି। ଇଏ ଜଗିଛନ୍ତି, ଟାଇମ ହେଇଗଲାଣି, ବ୍ରତ ପାରଣା ହବ, ବ୍ରତ ପାରଣା ଟାଇମ ଓଭର ହେଇଗଲେ ମୋର ବ୍ରତ ଯିବ ବର୍ଷକର। ତେଣୁ ଚିନ୍ତା କଲେ। ଚିନ୍ତା କରିବାରୁ ପଣ୍ଡିତ ମାନେ କହିଲେ ଯେ ଆପଣ ଜଳପାନ କରି ବ୍ରତ ରକ୍ଷା କରନ୍ତୁ। ଜଳପାନ କଲେ ଏଟା ଖାଇବା ନ ଖାଇବା ଦିଟାକୁ ବୁଝେଇବ, ଅସନ ଅନସନ। ତେଣୁ ସେ ଜଳପାନ କରି ବ୍ରତ ରକ୍ଷା କଲେ, ପାରଣା ହେଇଗଲା। ନିର୍ଜଳା ଲୋକ କିଛି ନିର୍ମାଲ୍ୟ ଖାଇବା ଭାତ ଦରକାର, ନିର୍ଜଳା କରିଥିବା ଲୋକ ପାଣି ପିଇଦେଲେ ତା ବ୍ରତ ଗଲା, ସହଜ କାମ। ତେଣୁ ସେ ପାଣି ପିଇକିରି ବ୍ରତ ଭାଙ୍ଗିଲେ। ଏ କଥା ସମାଧିରେ ଦୁର୍ବାସା ମୁନି ଜାଣିଲେ। ସେ ଦୌଡ଼ିକିରି ଆଇଲେ। ଇଏ ଯେତେବେଳେ ଖାଇବାକୁ ଡାକିଲେ ରଡି ଛାଡ଼ିଲେ। ଖାଇବାକୁ ଡାକୁଛୁ କଣ ଦେଖଉଛୁ ବର, ମତେ ଡାକି ଦେଇକିରି ପାଣି ପିଇ ଦେଇଛୁ ମୋର ବିନା ଅନୁମତିରେ, ଦେଖେ ମୋର ପରାକ୍ରମ ବୋଲି ସେ ଗୋଟେ ଜଟା ବାହାର କରି ଗୋଟେ ବିରାଟ କୃତ୍ୟା ପୁରୁଷ ସୃଷ୍ଟି କଲେ ଅମ୍ବରୀଶକୁ ଆକ୍ରମଣ କରିବାକୁ। ବିନା ମେଘେ ବଜ୍ରପାତ, କିଛି ନାହିଁ, ବିଷୟ ନାହିଁ, ବସ୍ତୁ ନାହିଁ। ଇଏ ଦୁର୍ବାସା, ଦୁଃବାସା, ବାସ ବୋଇଲେ ଲୁଗା, ରାଗିଗଲେ ଆଉ ଦେହରେ ଲୁଗା ରହିବନି ଆଉ। ମଦୁଆ ଭଳିଆ, ମଦୁଆର ଯେମିତି ଦେହରେ ଲୁଗା ନାହିଁ, ଏ ରାଗିଗଲା ବୋଇଲେ ଆଉ ଦେହରେ ଲୁଗା ନାହିଁ ଆର। ଏ ଦୁର୍ବାସା, ଇଏ ରୁଦ୍ର ଅନୁସାରେ ଜାତ, ଅନୁସୂୟାର ପୁଅ, ସତ୍ରୀ ଅତ୍ରିର
ଅତ୍ରି ଅନୁସୂୟାଙ୍କର ଏ ତୃତୀୟ ପୁତ୍ର ଶିବ ଅଂଶରେ ଜାତ ସେ କୃତ୍ୟା ପୁରୁଷ ବିକଟାଳ ରୂପ ଧରି ଅମ୍ବରୀଷଙ୍କୁ ଖାଇବାକୁ ଗଲା। ହେଲେ ଅମ୍ବରୀଷ ମହାରାଜ ଏପରି ଭକ୍ତ, ତୁ ହରିଭଜନ କରିବୁ ନା ଦେଶ ଶାସନ କରିବୁ? ପୃଥିବୀର ତ ଇଏ ରଜା, ଇଏ କ'ଣ ପଞ୍ଚାୟତ ୱାର୍ଡ ମେମ୍ବର ନା ସରପଞ୍ଚ? 7 ଦ୍ୱୀପ 7 ସାଗରର ରଜା, ଇଆଡ଼େ ଭଜନ କରିବି 24 ଘଣ୍ଟା କେମିତି ଚଳିବ? ସେଥିପାଇଁ ସୁଦର୍ଶନ ଚକ୍ର ତୋ ପାଖରେ ଥାଉ, କି ଆକ୍ରମଣ କରିବାକୁ ନେଇ ତୁ ଭଜନ କରେ, ମନ୍ତ୍ରିମଣ୍ଡଳ ଶାସନ କରିବୁ। ସବୁ ଆଉ 2.5ଟା ପିଲା ଘରେ ଥିବ, ମୋର ଅଠା ଲାଗିଛି ଭଜନ କରୁନି, ଏଡ଼େ ବଡ଼ ରଜା ସେ। ସୁଦର୍ଶନ ଚକ୍ର ପାଖରେ ଥାଉ, ତୋର ଶତ୍ରୁ କିଏ ଆକ୍ରମଣ କଲେ ସେ ତା କାମ କରିବ, ମନ୍ତ୍ରିମଣ୍ଡଳ ତା କାମ କରିବ, ତୋ କାମ ତୁ ଚଲା। ହରେ କୃଷ୍ଣ କରେ, କିଛି ନାହିଁ, ଚାଲିବ ପୃଥିବୀ। ହେଲେ ଇଏ ଯେତେବେଳେ ଆକ୍ରମଣ କରିବାକୁ ଗଲା, ସେ ନିର୍ଭୀକରେ ଠିଆ ହେଇଛନ୍ତି। ଗୋଟେ ପାଦ ପଛକୁ ଉଠି ନାହାନ୍ତି କି ଗୋଟେ ହାତ ଭଗବାନଙ୍କୁ ଟେକି ନାହାନ୍ତି, ଯୋଡ଼ିକିରି ରକ୍ଷା କର ବୋଲି ବାହାରି ପଡ଼ିଲା ସୁଦର୍ଶନ। ସେ କୃତ୍ୟା ପୁରୁଷକୁ ମାରିକି ଦୁର୍ବାସାକୁ ଗୋଡ଼େଇଲା ସୁଦର୍ଶନ। ଦୁର୍ବାସା ବ୍ରହ୍ମାଣ୍ଡ ସାରା ବୁଲି ବୁଲି କଛା ଫିଟିଗଲାଣି। ସେ ଏଇଠୁ କିଏ ରକ୍ଷା କରିବ? ଇନ୍ଦ୍ର ଲୋକ, ବ୍ରହ୍ମ ଲୋକ, ଶିବ ଲୋକ, ବାୟୁ ଲୋକ, ପାତାଳ ଲୋକ ଚାରିଆଡ଼େ ବୁଲୁଛନ୍ତି, ସବୁଠି ତଡ଼ା ଖାଉଛନ୍ତି। ସୁଦର୍ଶନକୁ କିଏ ଘରେ ପୁରେଇବ, ତାକୁ ରକ୍ଷା କରିବ? ସମସ୍ତେ କହିଲେ ନାଇଁ ବାପା, ସୁଦର୍ଶନ ଗୋଡ଼ଉଛି, ଆମକୁ କିଏ ରକ୍ଷା? 1000 ସୂର୍ଯ୍ୟର ତେଜ ତାଙ୍କ ପିଠି ସବୁ ପୋଡ଼ିକିରି ଜଳିଗଲାଣି। ସେ ଯାଉ ଆମେ କିଏ ସ୍ୱାଧୀନ ନାହିଁ, ଆମେ କିଏ ସ୍ୱତନ୍ତ୍ର ନାହିଁ ରକ୍ଷା କରିବାକୁ? ଚକ୍ର ଯାର ତା ପାଖକୁ ଯା, ଆଉ କିଏ ରକ୍ଷା କରିବାକୁ ନାହିଁ ଚକ୍ର କବଳରୁ। କୋଉ ଅସ୍ତ୍ର ମାରିଲେ ସିନା ତାର ପ୍ରତିଷେଧକ ଆଉ ଗୋଟେ ଅସ୍ତ୍ର ମାରି ହବ, କିନ୍ତୁ ସୁଦର୍ଶନର ବିକଳ୍ପ କିଛି ନାହିଁ। ସୁଦର୍ଶନକୁ କିଏ ପ୍ରତିହତ କାହିଁକି କରିହବ? କରିହବନି। ତେଣୁ ଏ ଚକ୍ର ପାଣି ପାଖକୁ ଗଲେ ବୈକୁଣ୍ଠ, ତାଙ୍କର ଗୋଡ଼ ତଳେ ପଡ଼ିଲେ, ପ୍ରଭୁଜୀ ମୋତେ ରକ୍ଷା କର। କେ ତୁ? କାହିଁକି ଆଇଛୁ? ତୁ ତ ରକ୍ଷା କରିପାରିବିନି, ମୋ ପାଖରେ କ୍ଷମତା ନାହିଁ। ଆପଣ ସ୍ୱତନ୍ତ୍ର, ମୁଁ ସ୍ୱତନ୍ତ୍ର ନାହିଁ, ମୁଁ ମଧ୍ୟ ପର ଅଧୀନ, ସମସ୍ତେ ମୋ ଅଧୀନ, ମୁଁ ମୋ ଭକ୍ତର ଅଧୀନ। ଅହଂ ଭକ୍ତ ପରାଧୀନ ହି ଅସ୍ୱତନ୍ତ୍ର ଇବ ଦ୍ୱିଜ। ଏ ବ୍ରାହ୍ମଣ, ଭଗବାନ ତାଙ୍କୁ ସ୍ୱୀକାର କଲେ ବ୍ରାହ୍ମଣ ବୋଲି, ତେଣୁ ତୁଣ୍ଡରେ ଦ୍ୱିଜ ଶବ୍ଦ କହିଲେ। ଜାତିରେ ଖାଲି ବ୍ରାହ୍ମଣ ନାହିଁ, ଭଗବାନ ସ୍ୱୀକାର କଲେ, ହେ ବ୍ରାହ୍ମଣ, ମୁଁ ମୋ ଭକ୍ତର ଅଧୀନ। ଭକ୍ତ ହୃଦୟରେ ମୁଁ ଅଛି, ମୋ ହୃଦୟରେ ଭକ୍ତ ଅଛି। ସତୀ ନାରୀ ଯେପରି ତାର ପତିକି ବଶୀଭୂତ କରି ରଖିଥାଏ, ସେପରି ମୋ ଭକ୍ତମାନେ ମୋତେ ବଶୀଭୂତ କରି ରଖିଥାନ୍ତି। ତେଣୁ ମୁଁ କିଛି କରିପାରିବି। ଆଚ୍ଛା, ତୁମେ ଯଦି ବ୍ରାହ୍ମଣ ବୋଲି ମୋତେ ସ୍ୱୀକାର କଲ ତୁଣ୍ଡରେ, ଅହଂ ଭକ୍ତ ପରାଧୀନ ହି ଅସ୍ୱତନ୍ତ୍ର ଇବ ଦ୍ୱିଜ। ଯଦି ବ୍ରାହ୍ମଣ ବୋଲି ମୋତେ ସ୍ୱୀକାର କଲ, ତମେ ବ୍ରହ୍ମଣ୍ୟ ଦେବ, ମୋତେ କାହିଁକି ରକ୍ଷା କରୁନ? ତୁମେ କି ବ୍ରହ୍ମଣ୍ୟ ଦେବ? ଗୋରୁ ବ୍ରାହ୍ମଣ ରକ୍ଷଣେ ତୁଜାତ, କେହି ନ ଜାଣେ ଆଦି ମଧ୍ୟ ଅନ୍ତ। ମଥୁରା ମଙ୍ଗଳରେ ନମୋ ବ୍ରହ୍ମଣ୍ୟ ଦେବାୟ ଗୋ ବ୍ରାହ୍ମଣ ହିତାୟ ଚ। ଗୁରୁ ବ୍ରାହ୍ମଣ ରକ୍ଷା ପାଇଁ ଆପଣଙ୍କର ଇଏ, କାହିଁକି ବ୍ରାହ୍ମଣଙ୍କୁ ରକ୍ଷା କରୁନ? ତୁ ବ୍ରାହ୍ମଣ, ସିଏ କ୍ଷତ୍ରିୟ, କାହାର ତେଜ ଅଧିକ ତୁ ଦେଖେ, ସିଏ ବ୍ରତ କରୁଛି, କାହିଁକି ତାକୁ ଯାଇଥିଲୁ ଭାଙ୍ଗିବାକୁ? ତୁ ଗୋଟେ ଚୁଥାରେ କୃତ୍ୟା ପୁରୁଷ ବାହାର କଲୁ, ସେ ତ ଗୋଟେ ପାଦ ଗୋଟେ ସୂତା ପଛକୁ ଘୁଞ୍ଚିନି, ତୁ 14 ଭୁବନ ବୁଲି ପଳେଇଲୁଣୁ। ଦେଖେ ବ୍ରହ୍ମ ତେଜ କେତେ, କ୍ଷତ୍ରିୟ ତେଜ କେତେ, କାହାକୁ ମୁଁ ରକ୍ଷା କରିବି? ସିଏ ମୋତେ ଡାକିନି, ଏ ରକ୍ଷା କର, କୃତ୍ୟା ପୁରୁଷଟା ମାରିଦେବ ବୋଲି ତ ପାଟି ଫିଟେଇନି, ନିର୍ଭୟରେ ଅଛି, ହରିଭଜନ କରୁଛି। ତୁ 14 ଭୁବନ ବୁଲି ପଳେଇଲୁଣୁ, ଯା ତା ଗୋଡ଼ ତଳେ ପଡ଼େ, ରକ୍ଷା ପାଇବ। ମୋ ଗୋଡ଼ ତଳେ କାହିଁକି ପଡ଼ୁଛୁ? ପାଦରେ କଣ୍ଟା ଫୁଟିଲେ ପାଦରୁ ବାହାରିବ, କାନ୍ଧରୁ ବାହାରିବ। ସେଠୁ ମୁଣ୍ଡ କାନ ଆଉଁସିକିରି ଆଉ ଥରେ କଛା ପିନ୍ଧି ଗଲେ, ତା ଗୋଡ଼ ତଳେ ପଡ଼ିଲେ। ବ୍ରହ୍ମଲୋକର ବ୍ରାହ୍ମଣ, ମର୍ତ୍ତ୍ୟର କ୍ଷତ୍ରିୟ ଗୋଡ଼ ତଳେ ପଡ଼ିଲା କ'ଣ ପାଇଁ? ସେଥିପାଇଁ ପାଠ ପଢ଼ିବାର ଅଛି, କୋଉଠି ଜାତି କାମ ଦେବ, କୋଉଠି ଭଜନ କାମ ଦେବ। ହରିବିମୁଖ ଲୋକ ପାଇଁ କୌଣସି ଜାତି ପତ୍ର ବ୍ରହ୍ମା ଆଇଲେ ମଧ୍ୟ କାମ ଦେବନି। ହରିଙ୍କର ବିରୋଧ କଲେ, ବୈଷ୍ଣବର ବିରୋଧ କଲେ। ସେଇଠୁ ଯେତେବେଳେ ଅମ୍ବରୀଶ ମହାରାଜ
से पर्यंत सेमती ठिया होती कृत्या पुरुष आक्रमण करने गला पछू घुंची ना ये जो गले गोड़ छुईकि प्रणाम करने को पछू घुंची गले से ब्राह्मणटा कहीं मोर गोड़ छुँचु तांकर दन्य अच्छी बोली सी पछू घुंचीले सी जो स्तव कले सुदर्शन शांत हेले दुर्वासा इतिमध्य बुलिकी आसला बेलू वर्षे बीती गला तथापि महाराज से ठिया न खाई तुम मित्रटा को शत्रु करदेल से शत्रु को मित्र भाया जगिकी अच्छी खायापी आसतु महाराज मुनि खाइबे बसिक खाया देले आ तुम्हें नाई आपण खाइला आपण उच्छिष्ट मु खाइबी सी वैष्णव द्रोही हेले उच्छिष्ट तेणु हरिभक्त समस्त की सम्मान दिए से जगिले उच्छिष्ट खाया ब्राह्मण बोली से जाकि दुर्वासा मानिले भक्तिर महिमा भक्तर महिमा से ब्रह्मवैवर्त पुराण में कहुई बंधी सूर्य ब्राह्मणेभ्य तेजियान वैष्णव सदा अग्निर तेजठू सूर्यर तेजठू विप्रर तेजठू वैष्णव तेज कोटि कोटि गुण रे अधिक तेणु वैष्णव विरोधी कले को भगवान किए रक्षा कर ब्रह्मलोकर ब्राह्मण एइठर नहीं ब्रह्मांकर नाती आउरी फल एमती तेणु से प्रकार ब्राह्मण है हेनी जड़ भरत ब्राह्मण हरिप्रिय हरिभक्त ब्राह्मण तेणु तांकु भगवान रक्षा कले काली रक्षा कले बलि पकाउथिले काली फाटिकी जाइक रक्षा कले कौन से मुहूर्त में विष्णुद्रोही काम कले से केड़ बड़ ब्रह्मा हो शिव हो ये अवस्था देखुच देवता केमती हो शिव को केते पराभव कले ब्रह्मा आसिक केमती मोहन लीलारे गले इंद्र ध्वंस पाइले विष्णु वैष्णव विरुद्धाचरण कले ब्रह्मांड में केबे हेले मंगल हम ना तेणु सब विष्णु वैष्णव पक्षपाती होकर जीवन कटिया हम ब्राह्मणर धन ठू आउरी अधिक विपज्जनक होची रजार धन राजकोषर धन आज मंत्री हेली अमुक हली समक हली सरकार का माल दरिया में डाल मन इच्छा खर्च कर मंत्री हेली विदेश जाई बुली पलैया अमुक ऑपरेशन करी विदेश रु पलैया 10 पुरुष टंका हर्जी दवा भयंकर फल रजार धन ब्रह्मांड रे सबुठ पाप धन राजकोषर धन लोकों पाई ब्रह्मांड रे समाज रे सबुठ पाप धन होची कंसई खानार धन कंसई खाना ठू 10 गुण पाप होची तेली कुंभारर धन चक्रिय माने आंकटू 10 गुण पाप होची बेश्यार धन बेश्याठू 10 गुण पाप होची मद्य विक्रेतार धन मद्यपर धन ठू 10 गुण पाप होची रजार धन 10,000 कंसई खाना पाप जी गोटे राजधन से रजार किसी देले ग्रहण करिया हबनी गवर्नमेंट अलाउंस दउची किसी ग्रहण करिया हबनी जाऊ से भत्ता टंका कि विधवा टंका अमुक टंका किसी ग्रहण करिया हबनी राजकोषर धन से गोटे थर मरुड़ी पड़ी सप्तर्षि माने आइले रजा कहला मरुड़ी पड़ी खाया को नहीं खाद्य किसी नहीं रजा धन दरकार नहीं आमर मरिउ सिना भूकरे 60 वर्ष हेले भत्ता दौरान बोली मठर बाजी धाऊँच कार्ड करी भत्ता आणुची कौन बीड़ी टाणु ना अफिम गंजेई टाणी मठर बाजी कि मठर धन अभाव आउरी राजकोषर पाप धन आनी के भूल सुधा मरीजी सीना राजकोषर धन ग्रहण करियोनी पाप तेणु यहीपरी से शिक्षा देले से रजा गले अच्छा ब्राह्मण दीटा असंतुष्ट हेले बोली एतिकी घटिला आंकर कृष्ण दर्शन केमिति हला के कहिथिला कि नारद मुनि पिला दीटा को कहिथिले तमे 10,000 36,000 वर्ष नंद भवन रे जामलार्जुन होइकि रहिबो कृष्ण जेतेले कृपा करी उद्धार हो आउ का कहि थाउतले तू अम कलु रामंकर पाद धूली पाड़े अहल्या तू उद्धार हबु ए तो किए कंडीशन किसी देनी आंकु देछि कि एला तो कि अभिशाप देनी ना तू झिटिपिटी हेबिली तांकर कर्मफल जमराज करैले हैं तेणु एठी जमराज तो कहि नाहंती कि से ब्राह्मण किए कहिनी कृष्ण तते रक्षा करिए बोली
ପାପର ଫଳ ତ ଭୋଗ କରିବାକୁ ପଡ଼ିବ। ଏଇଟା କିଏ ରକ୍ଷା କରିବନି କାହାକୁ? କିନ୍ତୁ କାହିଁକି ଆଇଲେ କୃଷ୍ଣ? ଏଇଟା ଜୀବ ଗୋସ୍ୱାମୀ ସନ୍ଦର୍ଭରେ ଲେଖିଛନ୍ତି। ମୃଗରାଜା ହେଉଛନ୍ତି ଭକ୍ତ, କୌଣସି ସାଧୁର ସଙ୍ଗ କରିକି। କିନ୍ତୁ ଭକ୍ତ ହେଲା ପରେ କର୍ମୀର କାମ ଯଦି କରିବ ବୋଲେ ଭକ୍ତି ବେନ ହେଇଯିବ। ଆଉ କାମ ଦେବନି। ମୁଁ ସଂସାରରେ ରହିଛି, ସଂସାର ରହିଲେ ସଂସାର କରିବୁ, ତ ସଂସାର କ୍ଷୟ ହେଲେ ହରିଭଜନ କରିବୁ। ଇଆଡ଼େ ଗୋଟେ ଗୋଡ଼ ସିଆଡ଼େ ଗୋଟେ ଗୋଡ଼, ଏଇ କି ପାଠ? କିଛି ହବନି। ସେ ଶୁଣ, ହରିନାମ ନେବା ପରେ କର୍ମରାଇଜର କାମ କଲେ ହରିନାମ ଜିରୋ, ଆଉ କିଛି କାମ ଦେବନି। ସେ ସେଠି ଚାନ୍ଦା ଦେବାର ଅଛି, ଆମେ ଆଉ ସଂସାରରେ ରହିଛୁ। ସେ ପିଣ୍ଡ ଦେବାର ଅଛି, ପିଣ୍ଡ ଦେବୁ, ଗାଣ୍ଡି ଦେବୁ, ମରିବୁ। ସେସବୁ 3-5 କିଛି କିଏ ଉଦ୍ଧାର କରିବୁନି। ଭଜନ କରିବୁ, ନହେଲେ ସିଆଡ଼େ ସଂସାର ଭଜନ କରିବୁ। ଦି ନାଁରେ ଗୋଡ଼ ଦେଲେ ମଝି ନଈରେ ମରିବୁ। ତେଣୁ ମୃଗରାଜା ଭକ୍ତ ହେଇକିରି ଗୋଦାନ ରୂପକ ତୁଚ୍ଛ କର୍ମାଙ୍ଗ ଗୋଦାନ ଦେଇକିରି ନରକୁ ଗାଇଲେ। ଗୋଦାନ ତାଙ୍କର ଡ୍ୟୁଟି ନାହିଁ, ଏଇଟା କର୍ମୀର ଡ୍ୟୁଟି। ଗାଈ ଦାନ ଦେଲି, ସୁନା ଦାନ ଦେଲି, ଢିଙ୍କି ଦାନ ଦେଲି, ଭୋଗ ଦାନ ଦେଲି, ରକ୍ତ ଦାନ ଦେଲି, କ'ଣ ହବ ଏଗୁଡ଼ାକ? ଏଇଟା ସ୍ୱର୍ଗକୁ ଆଗ ଯିବ, ସେଇଠୁ ମରିବ। ସ୍ୱର୍ଗଠୁ ଆଉ ଥରେ ତଳକୁ ଆଇକିରି ଏଗୁଡ଼ାକ ହରିଭଜନର ସ୍ଥାନ ପୂରଣ କରିପାରିବନି। ଏଗୁଡ଼ାକ ଆହୁରି ପାପୀ ଗୁଡ଼ାକ କୁମ୍ଭମେଳାକୁ ଧାଇଁଛନ୍ତି ଟିକେଟ କାଟିକି, ଚୋର ଶଳେ। ଏଗୁଡ଼ାକର ଭକ୍ତି ନାହିଁ କି ହରିନାମର, ହରିଙ୍କର କିଛି ମହିମା ନାହିଁ। ଚିତା ତିଳକ ବେଲ୍ଟ ପିନ୍ଧି ଦେଇକିରି ଖାଲି ମଠବାଡ଼ି କରିକିରି ବଇଛନ୍ତି। ସିଆଡ଼େ କୁମ୍ଭମେଳା ଡିମ୍ବ ମେଳା ଧାଉଁଛନ୍ତି। ଏଗୁଡ଼ାକ କ'ଣ ହବ? ଏଗୁଡ଼ାକ କୋଟି ଜନ୍ମ ପର୍ଯ୍ୟନ୍ତ ଏଗୁଡ଼ାକ କୋଟି ଜନ୍ମ କରି ଯଦି ଶ୍ରବଣ କୀର୍ତ୍ତନ, କଭୁ ନାହିଁ ପାୟ କୃଷ୍ଣ ପଦେ ପ୍ରେମ ଧନ। କିଛି କଲି କିଛି ହେଲାନି, କୁଆଡ଼େ ହବ? କଣା ମାଠିଆରେ ପାଣି ଭର୍ତ୍ତି କଲେ ହବ କ'ଣ? ଏମିତି ଆଉ ଖାଲି ଫୁସଫାସ ମାଳି ଗଡ଼ିଲେ କ'ଣ ହବ? ମାଳିର ମର୍ଯ୍ୟାଦା ରକ୍ଷାର ଅଛି। ଚିତା କାଟିଲେ କ'ଣ ହବ? ଚିତାର ମର୍ଯ୍ୟାଦା ରକ୍ଷାର ଅଛି। କାହିଁକି ଚିତା କାଟିଲୁ? ମାଳିଟେ ପିନ୍ଧିଦେଲେ ହବ? ଖାଲି ତୁଚ୍ଛାରେ ଏଗୁଡ଼ାକ ଯୋଗ୍ୟତା ଥାଇକିରି କଲେ। ରଜାର ମୁକୁଟଟେ ପିନ୍ଧିବ, ରଜାର ଫଳ କିଛି ନାହିଁ। ସେ ମୁକୁଟଟା ତାକୁ ବୁଝ ଖାଲି। ସିଏ ରଜାର ଧନ କେତେ ମହାପ୍ରଭୁ ଗୌର ଲୀଳାରେ ଦେଖିଛନ୍ତି। ନିଜ ଭକ୍ତମାନଙ୍କୁ ମଧ୍ୟ ରକ୍ଷା କରିନାହାନ୍ତି। ରାମାନନ୍ଦ ରାୟଙ୍କୁ କହିଲେ ମହାପ୍ରଭୁ, ରାମାନନ୍ଦ ରାୟ ହେଉଛନ୍ତି କୃଷ୍ଣ ଲୀଳାରେ ବିଶାଖା। ତାର 5 ଭାଇ ଯାକ ପଞ୍ଚୁ ପାଣ୍ଡବ। ତାଙ୍କ ବାପାଙ୍କୁ କହିଲେ ତୁମେ ପଣ୍ଡୁ, ତମର 5 ପୁଅ ପଞ୍ଚୁ ପାଣ୍ଡବ, ରାମାନନ୍ଦ, ଅର୍ଜୁନ। ତାଙ୍କର ଗୋଟେ ଭାଇ ଗୋପୀନାଥ ଗଜପତିଙ୍କଠୁ 2 ଲକ୍ଷ କାହାଣ ନେଇକିରି ଅପବ୍ୟୟ କରିଦେଇଛି। କରିଦେବାରୁ ରାଜା କହିଲେ ବଡ଼ ପୁଅକୁ ତାଙ୍କର ତମେ ତାଠୁ ଆଦାୟ କର କୌଣସି ମତେ। ଇଏ ବୋଇଲେ ମୁଁ 2 ଲକ୍ଷ କାହାଣ ଏବେ କେଉଁଠୁ ଆଣିବି? ମୋର କେତେ ଘୋଡ଼ା ଅଛି, ସେଗୁଡ଼ାକ ନେଇଯାଆନ୍ତୁ ଉଚିତ ମୂଲ୍ୟରେ, ଆଉ ବାକି ଧୀରେ ଧୀରେ ମୁଁ ସୁଝିବି। ଗୋପୀନାଥ ପଟ୍ଟନାୟକ ଘୋଡ଼ା ଆଣିଲେ। ଏ ରାଜପୁତ୍ର କ'ଣ କଲା? ସବୁ କମ୍ ରେଟ୍ରେ ଭ୍ୟାଲୁଏସନ୍ କଲା। କରିବାରୁ ସେ ରାଗିଗଲା। ଗୋପୀନାଥ ପଟ୍ଟନାୟକ ରଜା ପୁଅକୁ ଗାଳି କଲା। ରଜା ପୁଅ ଗାଳି କଲେ ହବ? ସେ ଫାଶୀରେ ଚଢ଼େଇ ଦେଲା। ଚାଙ୍ଗ ବୋଲେ ସବୁ ଖଣ୍ଡା ଯାକ ଲମ୍ବା କରି ଠିଆ ହେଇଥିବ, ତା ଉପରେ ଚଢ଼େଇବ। ହେଲେ ଗୋପୀନାଥ ପଟ୍ଟନାୟକ ଯେତେବେଳେ ଚାଙ୍ଗ ଚଢ଼ା ହବ, ଲୋକେ ଯାଇକିରି ମହାପ୍ରଭୁଙ୍କ ପାଖକୁ ଗଲେ, ଆଜ୍ଞା ଆପଣଙ୍କର ଭକ୍ତ, ତାକୁ ଚାଙ୍ଗ ଚଢ଼ା ହବ। କ'ଣ ପାଇଁ ନା ଏମିତି କରୁଛି? ସିଏ କ'ଣ କରୁଛି? ଚାଙ୍ଗ ଚଢ଼େଇଲେ ମୁଁ କ'ଣ କରିବି? ମୋର ସନ୍ନ୍ୟାସୀଟେ 2 ଅଣାଟର ମୁଣ୍ଡ ନାହିଁ, 2 ଲକ୍ଷ କାହାଣୀ ମୁଁ କେଉଁଠୁ ଆଣିକି ଦେବି କାହାକୁ? ମୋର କିଛି କରିପାରିନି। ଯା ରକ୍ଷା କଲେ ତାକୁ ଜଗନ୍ନାଥ ରକ୍ଷା କରିବ, ମୋ ହାତରେ କିଛି ନାହିଁ। ସନ୍ନ୍ୟାସୀଟେ, ମୋର ସେ ଡ୍ୟୁଟି ନାହିଁ। ପଲିଟିକ୍ସ ଭିତରେ ମୁଁ କ'ଣ କରିବି? ରାଜନୀତି ଭିତରେ। ତାପରେ ଯେତେବେଳେ ଚାଙ୍ଗ ଚଢ଼ାକୁ ଟେକା ହେଲା, ତାକୁ ଚଢ଼ା ହେଲା, ସେତେବେଳେ ଆଉ ଦଳଟେ ଆଇଲେ, ଆଜ୍ଞା ଚାଙ୍ଗ ଏବେ ଚଢ଼ା ହେଲା। ବିରକ୍ତ କଲେଣି ଲୋକ ଗୁଡ଼ାକ। ମୋର ଭଜନ ନାହିଁ, ସାଧନ ନାହିଁ, କିଏ କୁଆଡ଼େ ଖାଉଛି ମାରୁଛି, ତା କ'ଣ ପାଇଲେ ମୋ ପାଖକୁ ଆଉଛି। ରକ୍ଷା କରିବା ଲୋକ ଜଗନ୍ନାଥ ଯାହାକୁ, ମୁଁ କ'ଣ କରିବି? ତାପରେ ଶେଷକୁ କାଶୀ ମିଶ୍ର ଆଇଲେ। କାଶୀ ମିଶ୍ରକୁ କହିଲେ, କାଶୀ ମିଶ୍ର ମୁଁ ଏଠି ଆଉ ରହିପାରିବିନି, ମୁଁ ପଳଉଛି ଆଲାରନାଥ। କ'ଣ ନା ଏମିତି ଏମିତି କଥା? ନା କିଏ ଆପଣଙ୍କୁ କହୁଛି ରକ୍ଷା କରିବ? କିଏ ତ କହୁନି। ସେଇଠୁ ପଛେ ରଜା ଜାଣିଲା, ଓହ୍ଲେଇଲା, ଅମକ କଲା, ତାକୁ ଆଉ ଥରେ କହିଲା, ହଁ ତୁ ଧୀରେ ଧୀରେ ନେ। ସେ ବେତନ ଦିଆହେଲା, ସବୁ ଦିଆହେଲା, ଯା ଆଉ ସେ କାମ କରିବନି। ସିଆଡ଼େ ଇଆଡ଼େ ମହାପ୍ରଭୁ କାଶୀ, ସେ ଦାଢ଼ି ନାଟୁଆରେ ଖର୍ଚ୍ଚ କରିକିରି ଶଳା 2 ଲକ୍ଷ କାହାଣ ଖର୍ଚ୍ଚ କରୁଛି। ମୁଁ ତାକୁ କହିବି କ'ଣ? ରଜାକୁ ପଣିତ ପତେଇକିରି 2 ଲକ୍ଷ କାହାଣ ମତେ ଦେ। ସେତେବେଳେ ମହାପ୍ରଭୁ କହିଲେ, ବ୍ରହ୍ମସ୍ୱ ଅଧିକ ହୟ ଏଇ ରାଜଧନ। ବ୍ରାହ୍ମଣର ଧନଠୁ ମଧ୍ୟ ରାଜଧନ ଅଧିକ।
ପାପ ବୋଲି ମହାପ୍ରଭୁ କହିଲେ ବ୍ରହ୍ମସ୍ୱ ଅଧିକ ହୟ ଏଇ ରାଜଧନ। ବ୍ରହ୍ମର ବ୍ରାହ୍ମଣର ଧନଠୁ ରାଜାର ଧନ ଆହୁରି ଅଧିକ, ଏଗୁଡ଼ାକୁ ନେଇକି ବିକି ଭାଙ୍ଗି ଖାଇକିରି ସବୁ ଧନ୍ଦା କରୁଛି ବସିକି। କେବେ ଭୁଲରେ ସୁଦ୍ଧା ସରକାରୀ ଧନ ଅପବ୍ୟୟ କରିବାକୁ ହଉନି। ଏକ ପଇସା ମୂଲ୍ୟ ଧରିକିରି ନରକୁ ଯାଇ ଗରିବ ଲୋକଙ୍କର ଟ୍ୟାକ୍ସ ସେଗୁଡ଼ାକ। ସେ ଆମର ଗୋଟେ ଚାଣକ୍ୟରେ ଗୋଟେ ଉପାଖ୍ୟାନଟେ ଅଛି। ସେ ଚାଣକ୍ୟ କ'ଣ କରୁଛନ୍ତି ନା କ'ଣ ତାଙ୍କର ମନ୍ତ୍ରୀ କାମ କରୁଛନ୍ତି ଘରେ କାଗଜପତ୍ର କ'ଣ ଗୋଟେ ଚାଲିଛି ହିସାବ, ସେ ଗୋଟେ ଦୀପଟେ ଜଳେଇକିରି କାମ କରୁଛନ୍ତି। ସେଇ ସମୟରେ 2000 ବର୍ଷ ତଳର କଥା, ସେ ଗୋଟେ ଲୋକଟେ ତାଙ୍କୁ ସାକ୍ଷାତ କରିବାକୁ ଆଇଲା। ସାକ୍ଷାତ କରିବାକୁ ଆଇବାରୁ ତାଙ୍କର କାମ ସରିଲା। କାମ ସରିଲା ପରେ କଲମ ବନ୍ଦ କରିଦେଲେ, ସେ ଦୀପଟାକୁ ଲିଭେଇ ଦେଲେ, ଆଉ ଗୋଟେ ଦୀପଟେ ପାଖରେ ଥିଲା ସେଇଟା ଜଳେଇଲେ। ସେଇଟା ଜଳେଇକିରି କଥା ହେଲେ, କ'ଣ ଆଇଲେ କୁଆଡ଼ୁ ଆଇଲେ କାମ କ'ଣ? ସେ କହିଲେ ଆପଣ ସେ ଦୀପଟା ଲିଭେଇ ଏଇଟା କାହିଁ ଜଳେଇଲେ? ତାଇଁ ତ ତେଲ ଅଛି ନା। ମୁଁ ସେତେବେଳେ ସରକାରୀ କାମ କରୁଥିଲି, ସେଥିପାଇଁ ସେଇଟା ସରକାରୀ ଖର୍ଚ୍ଚରେ ସେ ଦୀପଟା ଚାଲୁଛି। ସେଇଟା ସରକାରର ଦୀପ, ସରକାରୀ ତେଲରେ ସେ ଦୀପଟା ଜଳୁଥିଲା ସରକାର କାମ ପାଇଁ। ମୁଁ ଏବେ ନିଜ କାମ ପାଇଁ ଏଇଟା ନିଜ ଘର ଦୀପ ଜଳେଇଲି। ବୁଝିଲ? ଏକ ପଇସା ସରକାର ଖର୍ଚ୍ଚ କରି ହବନି, କଲେ ମଲା। ଆଉ ଅଫିସର ଗାଡ଼ି ଅଛି, ମାଇକିନାଙ୍କୁ ଧରିକିରି ପଳେଇବା ଦିଲ୍ଲୀ ବମ୍ବେ। ଘର ଗାଡ଼ିଟା ଥାଉ, ତେଲ ସରିଯିବ, ଅଫିସର ତେଲ ସାରିଦବା, ଅଫିସର ଅମଳ କରିଦେବା। ଏଇ ତ ଦୁନିଆ। ହେଲେ ଥରେ ଦେବକୀ, କେତେ ଟାଇମ୍ ହେଲା? ଟାଇମ୍ ହେଲାଣି 7:30, 9:30। କୁଆଡ଼େ ଟାଇମ୍ ପଳଉଛି ସେ। 8টাରେ ଆରମ୍ଭ ହେଲା, 8 2 10, 10টাରେ ସରିବା। ହେଲେ ଆଉ ଲୀଳା ଆରମ୍ଭ କାହିଁ କରିବା? 10 ମିନିଟ୍ରେ ନ ସରିଲେ କିଏ 3ଟା ଦେହ ନାହିଁ? ଅରୁଣୋଦୟ, ସୂର୍ଯ୍ୟୋଦୟର 96 ମିନିଟ୍ ପୂର୍ବେ ଅରୁଣୋଦୟ। ଅରୁଣୋଦୟ ପୂର୍ବରୁ ଦାନ୍ତ ଘଷିବ, ପାଣି ପିଇବ, ଗାଧେଇବ ସବୁ। ଅରୁଣୋଦୟ ପରେ ଗଲେ 3 ପାଞ୍ଜିରୁ ଗଲା। ସୂର୍ଯ୍ୟୋଦୟ କେତେଟାକୁ ପାଞ୍ଜି ଦେଖ, ତାର 96 ମିନିଟ୍ ତଳକୁ ଫେଡ଼, ସେଠିକୁ ଉଠିବ।